मुझे ब्रह्मपुर आमर अच्छा आम सहित जोड़ी होती आमर मुनिमती गायत्री परिड़ा को आरथर तो गीत गाई आज गोटे गीत गाँतु अनुरोध करा गायत्री परिड़ा। सतगुरु शिवमुनि महाराज रातुल चरण रे मोर शतकोटी प्रणाम तथा सुबर्ण मुनि महाराज गुरुजी चरण रे मोर शतकोटी प्रणाम और जगजननी जोगमा चरण रे अधमर शतबार प्रणाम तथा जगजननी अंशभूता मोर भाई और भौणी मान जय जीव संवर्धना जनाई गुरुजी निर्देश रे मु आज गोटे संगीत गान करुची। जय जीव। मृत शरीर रे अमृत स्वरूप जिए करिछि संचार मृत काने काने अमृतर बाणी सुनाए जे बारंबार मृत अमृत स्वरूप जिए करिछि संचार मृत काने काने अमृतर बाणी सुनाए जे बारंबार सेही सद्गुरु चरण पंकजे सेही सद्गुरु चरण पंकजे कोटि कोटि नमस्कार नमई मु बार बार गुरु कोटि कोटि नमस्कार जिए कही गला मन बुद्धि चित ओंकार तुई नुआ जिए कही गला तुही चैतन्य ए जड़ शरीर नुआ जिए कही गला मन बुद्धि चित अहंकार तुही नुआ जिए कही गला तुही चैतन्य ए जड़ शरीर नुआ सेही सद्गुरु चरण पंकजे सेही सद्गुरु चरण पंकजे नमई मु बार बार कोटि कोटि नमस्कार गुरु कोटि कोटि नमस्कार जिए कही गला तोहरी ज्योति रे ए संसार उद्भासिता जिए कही गला मृत नहीं तोर तू अभय अमृत जिए कही गला तोरी ज्योति रे ए संसार उद्भासिता जिए कही गला मृत नहीं तोर तू अभय अमृत सेही सद्गुरु शाश्वत शिल्पीर सेही सद्गुरु शाश्वत शिल्पीर चरण रे नमस्कार कोटि कोटि नमस्कार गुरु कोटि कोटि नमस्कार जिए शिखाइला
ବଞ୍ଚିବାର କଳା ପ୍ରେମର ପରଶ ଦେଇ ଅବିନାଶୀ ଆତ୍ମା ସ୍ୱରୂପ ଜଣାଇ ଦେଲ ସୁଆଦ ଚଖାଇ ଯିଏ ଶିଖାଇଲା ବଞ୍ଚିବାର କଳା ପ୍ରେମର ପରଶ ଦେଇ ଅବିନାଶୀ ଆତ୍ମା ସ୍ୱରୂପ ଜଣାଇ ଦେଲ ସୁଆଦ ଚଖାଇ ପୁନଃ ବ୍ରହ୍ମ ସେଇ ସଦ୍ଗୁରୁ ପୟରେ ପୁନଃ ବ୍ରହ୍ମ ସେଇ ସଦ୍ଗୁରୁ ପୟରେ ନଇଁ ଯାଏ ମଥା ମୋର କୋଟି କୋଟି ନମସ୍କାର ଗୁରୁ ନମହି ମୁଁ ବାର ବାର 84 ବନ୍ଧ କଟିଗଲା ମୋର ନିଜକୁ ଜାଣିଲି ମୁହିଁ ନିତ୍ୟ ନିତ୍ୟର ବିବେକ ଆସିଲା ବ୍ରହ୍ମ ସ୍ୱରୂପକୁ ଧ୍ୟାଇ 84 ବନ୍ଧ କଟିଗଲା ମୋର ନିଜକୁ ଜାଣିଲି ମୁହିଁ ନିତ୍ୟ ନିତ୍ୟର ବିବେକ ଆସିଲା ବ୍ରହ୍ମ ସ୍ୱରୂପକୁ ଧ୍ୟାଇ ନିର୍ବିକଳ୍ପ ସିନ୍ଧୁ ଉଛୁଳାଇ ଦେଲେ ନିର୍ବିକଳ୍ପ ସିନ୍ଧୁ ଉଛୁଳାଇ ଦେଲେ ଶିବ ମୁନି ଗୁରୁ ମୋର କୋଟି କୋଟି ନମସ୍କାର ଗୁରୁ ନମହି ମୁଁ ବାର ବାର ମୃତ ଶରୀରରେ ଅମୃତ ସ୍ୱରୂପ ଯିଏ କରିଛି ସଞ୍ଚାର ମୃତ କାନେ କାନେ ଅମୃତର ବାଣୀ ଶୁଣାଏ ଯେ ବାର ବାର ସେହି ସଦଗୁରୁ ଚରଣ ପଙ୍କଜେ ସେହି ସଦଗୁରୁ ଚରଣ ପଙ୍କଜେ କୋଟି କୋଟି ନମସ୍କାର ନମହି ମୁଁ ବାର ବାର ଗୁରୁ ଚରଣରେ ନମସ୍କାର ଗୁରୁ କୋଟି କୋଟି ନମସ୍କାର ଜୟ ଜୟ। କି ସୁନ୍ଦର ଗୀତ ସମସ୍ତେ ତ ଶୁଣି ଅନୁଭବ କରିଥିବେ। ବହୁତ ବହୁତ ଧନ୍ୟବାଦ ଗୀତ ପରିବେଷଣ କଲେ। ଗୁରୁ ବନ୍ଦନା ତା ସହିତ ଯୋଡ଼ିଥିଲେ ଶିବମୁନିଙ୍କ ଭାବ ନାମ। ହଉ, ଆଜିର ଶୁଭ ଭାବନା ଭାବନାର କେନ୍ଦ୍ର ପାର୍ଟ 2 ଉପରେ କିଏ କହିବେ କି କେମିତି ଲାଗିଛି କେମିତି ହେଇଛି? ତାପରେ ଆମେ ସବଜେକ୍ଟ ଉପରେ ଗୁରୁଜୀ ମୁଁ ଟିକେ କହିବା ପାଇଁ ଚାହୁଁଛି କାହା ପରେ ଶୁଭ ଭାବନାର ଆପଣଙ୍କର ଯେ ଭିଡ଼ିଓଟା ଛାଡ଼ା ହଁ ହଁ କୁହନ୍ତୁ। ଆପଣ ଶୁଭ ଭାବନା କରିବା ପାଇଁ କହିଲେ ଏକାନ୍ତରେ ପ୍ରତ୍ୟେକ ଅକ୍ଷର ସହ ନିଜକୁ ସଂଶ୍ଳିଷ୍ଟ ହେଇଯିବା। ଶୁଭ ଭାବନା ଯେ ଶବ୍ଦ ଗୁଡା ଦିଆହେଇଛି ସେ ଶବ୍ଦରେ ନିଜକୁ ଶବ୍ଦମୟ କରିଦେବା। ଆପଣ କହିଲେ ଠିକ ଅଛି। ଆମର ଶିବମୁନି ଗୁରୁଦେବ କହିଛନ୍ତି ବା ଈଶ୍ୱରଙ୍କ ଯୋଉ ଷଡ଼ୈଶ୍ୱର୍ଯ୍ୟ ଅଛି ସେଇ ଷଡ଼ୈଶ୍ୱର୍ଯ୍ୟର 6ଟା ଅଙ୍ଗ, ତାର 6ଟା ଅଙ୍ଗ, ଆମର 6ଟା ପଦ ଅଛି। ସେ 6ଟା ଅଙ୍ଗ ଗୁଡାକ ଏ 6ଟା ପଦ ସହିତ ପ୍ରାୟ ମେଳ ଖାଉଛନ୍ତି, ହେଲେ ସେଗୁଡାକ
ଛଅଟା ଅଙ୍ଗ। ଛଅଟା ଅଙ୍ଗ ଗୁଡ଼ିକ ହେଲା ଯଜ, ଯଶ, ସିଦ୍ଧି, ଜ୍ଞାନ, ବୈରାଗ୍ୟ। ଏତିକି ଜିନିଷ ଆମର ଶୁଭ ଭାବନାରେ ଅଛି, ଛଅଟା ପଦ। କିନ୍ତୁ ମୋର ଗୋଟେ ସନ୍ଦେହ ଆସୁଛି ଯେ ଆପଣ ସେଟା ଟିକେ କ୍ଲିୟର କରିବେ। ଗୀତାରେ ଶ୍ରୀକୃଷ୍ଣ ଯେତେବେଳେ କହିଲେ 3ୟ ଅଧ୍ୟାୟର 48 ଶ୍ଲୋକରେ ଯୋଗସ୍ଥ ଗୁରୁକର୍ମାଣି ସଙ୍ଗତତ୍ୱ ଧନଞ୍ଜୟ ସିଦ୍ଧା ସିଦ୍ଧ ସମଭୂତ୍ୱା ସମତ୍ୱ ଯୋଗ ଉଚ୍ୟତେ। ଯୋଗ ତ ହେଇକି କର୍ମ କେମିତି କରିବା? ଯଦି ସଙ୍ଗ ଛାଡିଦବା, ମାନେ ଇନ୍ଦ୍ରିୟ ମାନଙ୍କ ସଙ୍ଗ ଛାଡିଦବା, ଆମେ କର୍ମ କେମିତି କରିବା? ଆଉ ଯୋଗରେ କ୍ଷମତା କେମିତି ଆମେ ରକ୍ଷା କରିବା? ଏଇଟା ମୋର ଟିକେ ସନ୍ଦେହ। ଏତିକି ଥିଲା। ଆଜ୍ଞା। ଆଉ ନହେଲେ ଭିଡିଓ ବେଶ ବସି ଆଉ ମନ କିଛି ସମୟ ପାଇଁ ନିଶ୍ଚଳ ହେଇଯିବ, ମନ ସ୍ଥିର ହେଇଯିବ, ଆଉ ଯୁଗଯୁକ୍ତ ହେଇଯିବ, ଆଉ ସେଇ ଶୁଭ ଭାବନାରେ ପୁରା ମିଶ୍ରିତ ତଲ୍ଲୀନ ହେଇଯିବ ଭିଡିଓକୁ ଶୁଣି। ମୋର ସନ୍ଦେହ ଟିକେ ଆ ଭିତରେ ରହିଲା, ସେଇପାଇଁ ପଚାର। କଣ ସନ୍ଦେହ ଥିଲା କହିଲେ? ଯେ ଯୋଗସ୍ଥ ଗୁରୁକର୍ମା ସଙ୍ଗତତ୍ୱ ଧନଞ୍ଜୟ, ଯୁଗଯୁକ୍ତ ହେଇକି ଆମେ କର୍ମ ସିଦ୍ଧ ସିଦ୍ଧ ସାଙ୍ଗମାନଙ୍କୁ ଛାଡି ତ ସାଙ୍ଗ, ତାକୁ ଛାଡିକି ଆମେ କର୍ମ କେମିତି କରିବା? ଆଉ ସିଦ୍ଧ ମାନେ ସମତା ଭାବ ଆଚରଣ କରିକି ଯୋଗ କର, ବା ଯୋଗରେ କେମିତି ସମତା ଭାବ ଆଚରଣ କର। ଯୋଉ କର୍ମ କରିବାକୁ କୁହାଯାଇଛି, ଯେହେତୁ ସଂସାରରେ ଜନ୍ମ ନେଇଛ, ଏଇଟା ଜନ୍ମ ମରଣ ରହସ୍ୟ ଭିତରେ ଆମେ ରହିଛେ। ଯୋଉ କର୍ମ ଗୁଡା କରିବା, ସେ କର୍ମର ଆବଶ୍ୟକତା ଅଛି। ସବୁ କର୍ମ ସହିତ ଯୋଗ ଗୋଟେ କର୍ମ। ଖାଦ୍ୟ ଯେମିତି ଖାଇବା ଆବଶ୍ୟକତା ଅଛି, ଶୋଷ ପାଇଁ ପାଣିର ଆବଶ୍ୟକତା ଅଛି, ଆଉ ନିଦ୍ରା ପାଇଁ, ଶୋଇବା ପାଇଁ ବା ଜୀବନ ପାଇଁ ନିଦ୍ରାର ଆବଶ୍ୟକତା ଅଛି, ସେମିତି ଯୋଗର ଆବଶ୍ୟକତା ଅଛି। ଇଏ ସବୁ ଯାକ ଥାଇକିରି ଯୋଗ କରିପାରିବ। କର୍ମ କାଟିକିରି ଯୋଗ କରିବା କିଛି ଆବଶ୍ୟକତା ନାହିଁ। ଖାଇବା ଆଉ ତା ସହିତ କର୍ମ କରିବା, ସେଇଟା ଛାଡ଼ିବାକୁ କୁହାହବ, ସେଇଟା କରିବେ। ତା ସହିତ ଏ ଭାବରେ ଥିବେ, ଯୋଗ ଭାବରେ ରହିବାକୁ ପଡ଼ିବ। ଯେତେବେଳେ ପ୍ରାଣ ଅପାନକୁ ଚଳେଇବ, ଯୋଉ ସିଦ୍ଧି ସିଦ୍ଧା ସମଭୂତ୍ୱା ଲେଖା ହେଇଛି, ସମସ୍ତଙ୍କୁ ଯୋଗ ଉଚ୍ୟତେ। ଯେତେବେଳେ ପ୍ରାଣ ଅପାନ ଚଳେଇବ ତୁମେ ନିଜେ, ଆଉ ସେ ବନ୍ଦ ହେଇଯିବ, ପ୍ରାଣ ଅପାନ ବନ୍ଦ ହେଇଯିବ, ଆପଣା ଛାଏଁ କ୍ରିୟାହୀନ ହେଇଯିବ। ସେଇଠି ତୁମ କର୍ମ ସିଦ୍ଧି ହବ। ବୁଝିଲେ? ସିଦ୍ଧ ସିଦ୍ଧ ସମଭୂତ୍ୱା ଯୋଗସ୍ଥ କୁରୁ କର୍ମଣି ସଙ୍ଗଂ ତ୍ୟକ୍ତ୍ୱା ଧନଞ୍ଜୟ। ଯୋଗ କର, ସିଦ୍ଧ ସିଦ୍ଧ, ସେଇଠି ସେଇଟା କର୍ମର ଗତି ସହିତ ରହୁଛି। ତେଣୁ ସର୍ବଶ୍ରେଷ୍ଠ ଗତି ସେଇଠି ହବ ଯୋଉଠି ପ୍ରାଣ ଅପାନ ବନ୍ଦୀ ହେଇଯିବ ବା ଶେଷ ହେଇଯିବ, ଆଉ ଚାଲିବ ନାହିଁ, ସେଠି କ୍ରିୟାହୀନ ହେଇଯିବ, ସେଇଠି ସିଦ୍ଧି ହବ। ତୁମ କର୍ମଟା ସେଇଠି ସିଦ୍ଧି ହବ, ନହେଲେ ବିଫଳ, ସବୁ ବିଫଳ। ତେଣୁ ସିଦ୍ଧି ହେଲା କି ନାହିଁ କିଛି ଚିନ୍ତା କରିବା ଦରକାର ନାହିଁ, ସେଇ କର୍ମ କରିବା ଆବଶ୍ୟକ। କର୍ମରେ ତୁମର ଅଧିକାର ଅଛି, କିନ୍ତୁ ସେଇ କର୍ମ ଶ୍ରେଷ୍ଠ। ତେଣୁ ଏଥିପାଇଁ ଗୁରୁଙ୍କର ଆଦେଶ ଦରକାର। ଗୁରୁଙ୍କ
ଗୁରୁଙ୍କର ଆଦେଶ ନ ନେଇ କଲେ ବି ଏଇଟା ସିଦ୍ଧି ହବନି। ତେଣୁ ଯେତେବେଳେ ସାଧନ କରିବ, ଯେତେବେଳେ ପ୍ରାଣ ଅପାନ ବନ୍ଦୀ ହବ, ସେତେବେଳେ ଯଦି କଳ୍ପନା କରିବ ପ୍ରାଣ ଅପାନ ବନ୍ଦୀ ହବନି। ସେଠି ସାମ୍ୟ ଭାବ ଦରକାର। ସମାନ ଶ୍ୱାସ ପ୍ରଶ୍ୱାସ ହବ, ତା ମାନେ ଏଠି ସମାନଟା ପୁରା ଲୀନ ହେଇଯିବ, ଆଉ ଚାଲିବନି ବିଲକୁଲ ନିଶ୍ୱାସ। ଯୋଉମାନେ ଟିକେ ଟିକେ ସାଧନ କରୁଛନ୍ତି ସେ ବୁଝିପାରିବେ, ଆଉ ଜାଣିପାରିବେ କୋଉ ସ୍ତରରେ ପ୍ରାଣ ଅପାନଟା ବନ୍ଦୀ ହବ। ତେଣୁ ଯୋଉ ବିରାଟ ଶକ୍ତି ରହିଛି ଆମ ଶରୀର ଭିତରେ, ସେ ଶକ୍ତିର ନାମ ହଉଛି ପ୍ରାଣ ଅପାନ। ତୁମର ଗୋଟା ଗୋଡ଼ କଟିଗଲେ ବି ତୁମେ ବଞ୍ଚିପାରିବ, ଆଖି ନଥିଲେ ବି ବଞ୍ଚିପାରିବ, ହାତ ନଥିଲେ ବଞ୍ଚିପାରିବ, କିଡନୀ ନଥିଲେ ବି ବଞ୍ଚିପାରିବ, ଗୋଟେ କିଡନୀ ହେଲେ ଚଳିବ। ଏବେ ଜଣେ ଆସିକିରି କାଲି ଆଡମିସନ ନେଇଛନ୍ତି ଆମ ପାଖରେ ବ୍ରହ୍ମପୁରରୁ। ତାଙ୍କର ହାର୍ଟ ହୋଲ ହେଇଯାଇଛି, ହାର୍ଟରେ 10 mm ପର୍ଯ୍ୟନ୍ତ, 2.5 to 7.5 କି 10.5 ନା ପିଲାଟା, 11 ମାସର ପିଲା। ଲଜରେ ବି ଅଛନ୍ତି ଏବେ, ଆଜି ରହିବେ କାଲି ଯିବେ। କାଲି ଆସି ଆଡମିସନ ନେଇଥିଲେ। ଦେଖନ୍ତୁ କେତେ ପିଲା, ସେମାନେ ଛୋଟ ପିଲା, ହାର୍ଟ ହୋଲ। ମେଡିକାଲ ସାଇନ୍ସ କହିଲା ଅପରେସନ। ଆରେ ଛୋଟ ପିଲାଟା, ଏଠି ଟିକେ ପିଲା, କିଏ ଅପରେସନ ତାକୁ କରିବ? ଏ ଧରିକି ପଳେଇଲେ ଏଠି, ବୁଝିଲେ? ତେଣୁ ହାର୍ଟରେ ହୋଲ ହେଇକିରି ଜଣେ ବଞ୍ଚି ପାରୁଛି। କାହାର କୋଉ ପ୍ରକାର ଡ୍ୟାମେଜ, କିନ୍ତୁ ମନେ ରଖନ୍ତୁ, ଯଦି ପ୍ରାଣ ନଥିବ, ଅପାନ ନଥିବ, ତମେ କାହାକୁ ଧରି ବଞ୍ଚିବ? କୋଉ ଡାକ୍ତର ପ୍ରାଣ ଅପାନକୁ ମାନେ ସିଲେଇ କରି ରୋକିଦବ କୁହନ୍ତୁ ତ? ହାଡ଼ ଭାଙ୍ଗିଗଲା, ତାକୁ ବ୍ୟାଣ୍ଡେଜ ପକେଇଦବ। ପ୍ରାଣ ଅପାନ ଯେତେବେଳେ ଛିଡ଼ିଯିବ, ତାକୁ କୋଉ ଡାକ୍ତର ଆଣିକି ତାକୁ ଜଏଣ୍ଟ କରିବ କୁହନ୍ତୁ? ବା ପ୍ରାଣ ଅପାନ ର ଅବସ୍ଥିତି ନାହିଁ ଶରୀରରେ, ତାକୁ କିଏ ବଞ୍ଚେଇବ? ପ୍ରାଣ ଅପାନ ଚାଲିବାର ବାଟ କଣ ଅଛି? ତାକୁ ରୋକିବାର କୌଣସି ସାଇନ୍ସ ଆଜି ପର୍ଯ୍ୟନ୍ତ କହିପାରିବ ନାହିଁ ଯେ ପ୍ରାଣ ଅପାନକୁ ଆମେ ରୋକିଦଉ। ପେଷ୍ଟ ମାରି ରୋକିଦେବେ? ତେଣୁ କୌଣସି ଡାକ୍ତର ଆଜି ପର୍ଯ୍ୟନ୍ତ ନାହାନ୍ତି ଯେ ତୁମ ପ୍ରାଣ ଅପାନକୁ ସିଲେଇ କରି, ତମ ପ୍ରାଣ ଅପାନକୁ ସିଲେଇ କରି ତାକୁ ସ୍ଲୋ ମୋଶନ କରିଦବ, ରୋକିଦବ। ଏଇଟା କୋଉଥିରେ ସମ୍ଭବ? କେବଳ ପ୍ରାଣାୟାମରେ ସମ୍ଭବ। ସେଇଥିପାଇଁ ଯୋଗରେ ସେଇଟା କୁହାହଉଛି ପ୍ରସାଦେ ସର୍ବ ଦୁଃଖାନାଂ ହାନିରସ୍ୟ ମୁଜାୟତେ ପ୍ରସନ୍ନ ଚେତସ୍ୟ ହ୍ୟାସୁ ବୁଦ୍ଧି ପର୍ଯ୍ୟବତିଷ୍ଠତେ। ସେଇଠି ଆନନ୍ଦ ସୃଷ୍ଟି ହବ, ସେଇଠି ସର୍ବକର୍ମର କ୍ଷୟ ହେଇଯିବ। ଯୋଉ ଅର୍ଥରେ କୁହାହେଇଛି, ଯୋଉ ଅର୍ଥରେ କହୁଛେ ଯେ କୋଉ କର୍ମ ଆମେ ଯଦି ସବୁ ଛାଡିଦେବା, କର୍ମ କରିବା, ତମେ ଯୋଗ କର୍ମ କର, ମାନେ ସେଇଟା ହିଁ କର୍ମ କଲେ ସବୁ ବନ୍ଦ ହେଇଯିବ, ସେଇ ସମୟରେ ବନ୍ଦ ହେଇଯିବ। ତା ଅର୍ଥ ନୁହେଁ ତୁମେ ଖାଇବନି, ତା ଅର୍ଥ ନୁହେଁ କାମ କରିବନି, ତା ଅର୍ଥ ନୁହେଁ କୃଷି କାମ କରିବନି, ଚାକିରି କରିବନି, ଫସଲ ଆମଦାନୀ କରି ହାଟକୁ ନବନି। ଡ୍ରେସ ପିନ୍ଧିବା ଗୋଟେ କର୍ମ କି ନାହିଁ? ଖାଇବା ଗୋଟେ କର୍ମ, ଯେମିତି ଶୋଇବା ଗୋଟେ କର୍ମ, ସବୁ କର୍ମ। ସେତେବେଳେ କର୍ମ ନଷ୍ଟ ହବ ଯେତେବେଳେ ତୁମେ ପ୍ରାଣ ଅପାନକୁ ବନ୍ଦ କରିଦବ। ସେ କହୁଛନ୍ତି ଇନ୍ଦ୍ରିୟ ମାନଙ୍କର ସଙ୍ଗ ଛାଡି କିପରି କର୍ମ କରାଯିବ?
हाँ इंद्रिय मान संग छाड़ी दो ऑटोमेटिक पळेबे से कुआडे इंद्रिय कौन तांको बापा माँ 14 पुरुष जिते अच्छा सब कुआडे कुआडे पळेबे तुम जापर इंद्रिय कौन कर तुम तो प्राण उपान को रोक इंद्रिय कौन काम अच्छे इंद्रिय ऑटोमेटिक रही ट्रेन गले जमी बस स्टाण्ड करूनी ट्रेन गला पर बस स्टाण्ड करने दी पटे ट्रेन न गला पर्यंत ट्रैफिक जाम हो सेपटे पूरा जाम बस लुना साइकिल चलिक जीवा लोक से कहीं भी किसी कर सब स्टे ऑर्डर रहे ये जो श्लोकर मेन जिस्ट हूँ कौन जोग करने कहला अर्जुन को धनंजय अर्जुन को जोग करने कहला कुरु कर्माणि संघं त्यक्त्वा धनंजय आ सबु जाक काम करी कौन गोटे काम करें कि सबु जाक काम केमती हम जोग कर माने जोग कर जोग कला अन्य आश्रय नेले हबनी चलिले हबनी कि बसिले हबनी शोइले हबनी सब जाक बंद करिया पड़िबो से कर्म गुडा न तो निश्वास चलियो जोगस्थ कुरु कर्माणि संघं त्यक्त्वा धनंजय सिद्ध्य सिद्धो सम भुक्त्वा ये जो सिद्धो सम भुक्त्वा समान हब बाबू सेठी आगे सूक्ष्म हब श्वास प्रश्वास सूक्ष्म पर कौन हम सूक्ष्म पर समान है सूक्ष्म पर समान है तामाने केबे भी चलबनी आगु को जीवनी पछकु जीवनी स्थिर हो गला एटा को सम भुक्त्वा जो कुआ है ये समान है जीव सम भुक्त्वा समत्वं जोग उच्यते सेटा जोग कुआ जीव से समत्वं जोग उच्यते जो कुआ है जेते समान है जीव जाना जोग है गला समत्वं जोग उच्यते ताको आमे जोग कहबा सेतेबेले मन कूट पार हो माने आज्ञा चक्र पार हो आउ तुम निजे भी हजि जीव सेठी कर्म कौट आसो सिद्ध सेटा सिद्ध हब जेते कर्म अच्छी से जोगर सेटा सिद्धि सिद्ध हो तेणु गुरु आदेश मानिक यहाँ कर श्लोकर अर्थ एतिक मात्र तेणु जोगस्थ कुरु करण संगं त्यक्त्वा धनंजय संगं त्यक्त्वा तो सब जगह जिनस नहीं जो केम करहबनी छाड़िया पड़े से समय छाड़िया पड़े कहुए बुझले से समय तुम जोग करियो जेतेबेले जोग करछो जेतेबेले प्राणायाम करियो प्राणायाम कथा कहै सेतेबेले को कर्म करियो कोन फाउडा धरि के जीव बिलो को हानिया पे हीरो को ना का सहित गपी परियो गुरुजी एटा तो पिंडर बुझेले एटा ब्रह्मांड केमते अप्लाई करा जाय परियो ना ये तो पिंड कथा कहै जोग करिया तो पिंड कथा कहै जोग पिंड ब्रह्मांड मत कहे पिंड जेटा अप्लाई होची एटा ब्रह्मांड केमते अप्लाई करा जाय ना ब्रह्मांड रे अप्लाई करी एटा तुमे तो ब्रह्मांड हे जीवो जेते जोग समभुक्त हब जो कहे जे समान हे जीवो प्राण अपान चालीबनी सूक्ष्म हब समान कर स्थिर हे जीवो तुमे तो ब्रह्मांड हे जीवो ब्रह्मांड दृश्य देखियो ब्रह्मांड गति की देखियो ये ब्रह्मांड बंद हो जाओ सेठी आउ गोटा ब्रह्मांड को जीव
ତେଣୁ ତୁମେ ଯୋଉ ଅର୍ଥରେ କହୁଛ ଏଇ ଯୋଉ ପୃଥିବୀ ସହିତ ବା ସଂସାର ସହିତ ବା ଯେକୌଣସି କାର୍ଯ୍ୟ ଆମେ କରୁଛେ ତାର କେମିତି ସେଠି ନିୟନ୍ତ୍ରଣ ହେଇପାରିବ ସେଇଟା ତୁମେ କହିବ। ଏ ବ୍ରହ୍ମାଣ୍ଡ ଭିତରେ ଥାଇକିରି ବି ସାଧନ କରିପାରିବ। ସାଧନ କରିବା ସମୟରେ ଏଇ ତ୍ୟାଗ କରିବାକୁ ପଡ଼ିବ। ସେଇ ଅର୍ଥରେ ଏଇଟା କୁହାହେଇଛି। ସେଇ ଅର୍ଥରେ ସେତେବେଳେ ଏଗୁଡ଼ା ତ୍ୟାଗ କରିବାକୁ ପଡ଼ିବ। ସେଥିପାଇଁ ତ ଯମ ନିୟମ ରହିଲା ସଂଶ୍ଳିଷ୍ଟ ହେଇକିରି। ବିନା ଯମ ନିୟମରେ ତ ସମାନ ହବନି ପ୍ରାଣ। ଗୁରୁଜୀ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ଉପଦେଶ ଦେବାର ତାଙ୍କର କଣ ଲକ୍ଷ୍ୟ କଣ? ଇଏ ଯୁଦ୍ଧ ମଣିଷ ଭିତରେ ଯୋଉ ଶରୀର ଭିତରେ ଯୋଉ ଯୁଦ୍ଧ ଚାଲିଛି ସେଇ ଯୁଦ୍ଧ କଥା ଏଠି କୁହାହୁଏ। ଇଏ ବ୍ରହ୍ମାଣ୍ଡ ଯୁଦ୍ଧ ସହିତ ସ୍ଲିଙ୍ଗ ନୁହେଁ। ଏ ଗୀତାଟା ଯୋଗ ତତ୍ଵଟା କେବେ ବ୍ରହ୍ମାଣ୍ଡ ସହିତ ସମ୍ପୃକ୍ତ ନୁହେଁ। ସେ ଯୋଉ କୃଷ୍ଣ ଅର୍ଜୁନ ଯୁଦ୍ଧ ଆଉ ସବୁ ଯୋଉ କ୍ରାଇଟେରିଆ କରାହେଇଛି ସେଗୁଡ଼ା କେବେ ନୁହେଁ। ସେ କେବଳ ହିଁ ଯୋଗ ତତ୍ଵ କଥା କୁହାହେଇଛି। ଏ ଯୋଗ କରିବା ପାଇଁ କୁହାହେଇଛି। କେତେ ସୁନ୍ଦର ଭାବରେ କୁହାହେଇଛି। ଏଠି ଯୁଦ୍ଧ କୋଉଠି ଆସିବ? ସବୁ ଯୋଗ କଥା କୁହାହେଇଛି। ଏଇଟା ତ ହଉଛି 48 ନମ୍ବର ଶ୍ଲୋକ ତୁମେ ଯୋଉଟା କହୁଛ। 48 ନା 48। ହଁ ଏଇଟା ମୁଁ ବହି କାଢୁଥିଲି 48 ନମ୍ବର। ତେଣୁ ମୁଁ ଗୋଟେ କଥା ଭାବୁଥିଲି, ଆପଣ ଏଇଟା ଟିକେ ପ୍ଲିଜ ଶୁଣନ୍ତୁ। ମୁଁ ଭାବୁଥିଲି ଏଟା ତ ପିଣ୍ଡ କଥା ଚାଲିଗଲା। ଆମେ ଯେତେବେଳେ ବାହାରେ କାମ କରୁଛେ ଆମେ ଶାନ୍ତ ମନରେ ସ୍ୱରୂପସ୍ଥ ହେଇକି ସବୁ କର୍ମ କରିବା। ସଙ୍ଗତ ଅର୍ଥାତ୍ ଯେ ସମୟ ଆମେ କର୍ମ କରିବା ଅନ୍ୟ କୌଣସି ଚିନ୍ତା କରିବାନି, ସେଇ ଚିନ୍ତା କରିବା। ଆଉ ସମସ୍ତଙ୍କୁ ସମାନ ଭାବରେ ଦେଖିବା, ଅର୍ଥାତ୍ ଯେମିତି ଭାଗବତରେ କୁହାଯାଇଛି ସମସ୍ତଙ୍କୁ ସମାନ ଭାବରେ ଦେଖ, ସମସ୍ତଙ୍କୁ ବ୍ରହ୍ମ ହିସାବରେ ଦେଖ, ସମସ୍ତଙ୍କୁ ପରମାତ୍ମାଙ୍କ ସ୍ୱରୂପରେ ଦେଖ। ଏଇଟା ଗୋଟେ ମାନେ ହେଇପାରିବ? ଏଇଟା ଭାବୁଛି ନାଇଁ, ଏଇଟା ବ୍ୟବହାରିକ ଜ୍ଞାନ ହେଇପାରେ। ଏଇଟା ବ୍ୟବହାରିକ ଜ୍ଞାନ ହେଇପାରେ। ଏଇଟା ଜଣେ ଯୋଗୀର ତ ଉଚ୍ଚସ୍ତରର ଭାବନା ରହିବା ଦରକାର। ଉଚ୍ଚସ୍ତର ଭାବନା ଯାହାଦ୍ୱାରା କି ସାପ ମଧ୍ୟ ଆସିଲେ ବି ତା କରରେ ପଳେଇବ, କାମୁଡ଼ିବ। ବାଘକୁ ଯଦି ନିର୍ଦ୍ଦେଶ ଦେବ ସିଏ ବି ପଳେଇବ। ଗୋଟେ ସୁନ୍ଦର କଥା ଅଛି। ଜଣେ ଯୋଗୀ ଯାଉଥିଲେ ବାଟରେ, ଜଙ୍ଗଲ ରାସ୍ତା, ବାଘ ସିଆଡୁ ଆସିଲା। ବାଘକୁ ଦେଖି ଯୋଗୀ ସିଏ ଅର୍ଡର ଦେଇଥିଲେ, ହାତ ଏମିତି କରିଦେଲେ, ହାତ ଆଡେଇ ଦେଲେ, ସିଆଡେ ପଳା। ବାଘ ସିଆଡେ ପଳେଇଲା, ଆଉ ଗୋଟେ ଲାଇନ କି ଗଲା। ଏ ତା ହାତ ଖାଲି ହଲେଇଦେଲା। ଆକୁ 2 ଜଣ ଲୋକ ଦେଖୁଥିଲେ ଦୂରରେ। କହିଲେ ଇଏ କଣ ଯୋଗୀ ଜଣଙ୍କ ହାତ ଏମିତି ହଲେଇଦେଲା, ବାଘ ପଳେଇଲା। ସେ ତ ମଣିଷ, ଆମେ ମଣିଷ କି ନାହିଁ? ସିଏ ଆସି ବାଘକୁ ସେମିତି ଦିନେ ଡିରେକ୍ସନ ଦେଲେ। ମନେ ରଖିଥିଲେ ନା, ବାଘ କାହିଁ ଆଙ୍କ କଥାରେ ଯିବ, ସିଧା ଆସିଲା ଆଙ୍କୁ ଆକ୍ରମଣ କଲା। ତଫାତ୍ ବୁଝିପାରିଲେ? ଆ ପାଖରେ ଶକ୍ତି ଅଛି, ବାଘକୁ ମଧ୍ୟ ନିର୍ଦ୍ଦେଶ ଦେଲେ ବାଘ ପଳେଇବ। ସେଇ ଶକ୍ତିଟା ତୁମେ ଆହରଣ କରିପାରିବ। ଏଇ ଶକ୍ତିଟା ଜଣେ ସାଧୁ ବା ସାଧନ କରୁଥିବା ବ୍ୟକ୍ତି ପାଖରେ ମିଳିବ। ତାର ଅନ୍ତରାତ୍ମା କହିଦବ ମୋର ଶକ୍ତି କେତେ। ତେଣୁ ସେ ଭାବ ଯେତେବେଳେ ମଣିଷର ସୃଷ୍ଟି ହବ, ଜଣେ ସାଧୁ ପାଖରେ ସୃଷ୍ଟି ହବ, ତାର ଯୋଉ କର୍ମ ଏବଂ ଭାବନା ସେ ଅଟୋମେଟିକ ଚେଞ୍ଜ ହେଇଯିବ। ତାକୁ କିଛି କରିବାକୁ ପଡିବନି। ତାର ମୂଳ ଉତ୍ସ ହଉଛି ସାଧନ। ଏପଟରେ ସାଧନ ହେଲେ ତୁମର ଭାବ ଚେଞ୍ଜ ହବ, ଭାଷା ଚେଞ୍ଜ ହବ,
कर्म चेंज हम खाद्य चेंज हम तुम शालीनता सब चेंज हो ऑटोमेटिक चेंज हो साधन को डिपेंड कर तुम कर्म कौशल सब जो गुड़ा अच्छे जोग कर्मसु कौशल जो कहुए जोग कर्मर एक कौशल जोग कर्मसु कौशल ये जो कथा श्लोक ये भी जोगर डेफिनेशन हो पारे सिद्ध सिद्ध समभुक्त समत्वं जोग उच्यते जिते समान हो प्राण शक्ति अपान शक्ति ताको जोग कह जोग उच्यते समान जिते आज्ञा एटा हला अंतरंग आ बहिरंगटा हला जदि जने जुगयुक्त होता है समस्त परमात्मा को समस्त परमात्मा भाव देखुए बाघ को भी से देखिए ये परमात्मा अंश से आक्रमण करिवो नहीं आक्रमण बाघ आक्रमण करि पारे किंतु आर शक्तिटा प्रतिफलन हो बाघ ऊपर बुझिले बाघ 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 ऊपर पुणी जने गपसु नाम फाग ये सेमती हाँ ये जो शक्तिटा जिते समाहित हो तुम सर्वशक्तिमान जो कौच मुझे गली हजार बाघ आसले कौन कर तुम किंतु बाघ बाघ बुझिपारे तुम्हें बाघ भितर देखियो जे आत्मा परमात्मा से नुहे तुम भीतर तुम परमात्मा स्थान पाइल बाघ को ऑर्डर दब बाघ भितर जे परमात्मा तुम्हें देखियो ता ना बाघ तो बाघ ना साप साप कृष्ण प्रा कहते सब देह समस्त देहर मो आत्मार भी विराजमान करछु हृदय से जन तिष्ठति समस्त भितर मो आत्मा भाव अवस्थान करछु वास करछु तन बाघ भितर भी तो सिद्धिबे ना बाघ कामुडुच काई तले साप काई कामुडुच हाथी काई हाँ प्रकृति एटी डिविजन ये जो जिनसटा डिविजन है बाघ तार शक्ति अच्छे तिमी माछ ता शक्ति अच्छे पुंपुड़ी ता शक्ति अच्छे साप ता शक्ति अच्छे शक्ति काम तांकर जो स्वाभाविक नेचर जीवन अच्छे जीवन अच्छी भितर से शक्ति स्वरूप होगी रही किंतु शक्तिटा डिफरेन्स हो जाऊँ केतबेले गोटे ट्रांसफॉर्मर आसला लाइन कोडी हीटर चलती से लाइन कोडी ट्यूबलाइट जलुची कोडी जीरो लाइट जलुची कोडी इंडिकेटर जलुची कोडी 100 कोडी 200 कोडी मरकरी विस्फोरण होची लाइन स्पार्क हो किंतु सबु जाक हीटर भीतर जो लाइन अच्छी 100 पावर भीतर भी सही लाइन जीरो भी सही लाइन इंडिकेटर भी सही लाइन गोटे अर्थ रे लाइन बा जो इलेक्ट्रिक बिजुली शक्ति ता समान किंतु हीटर लाइट आ ट्यूबलाइट भीतर तफात नहीं आम कह समान जलिब समान केमती जलिब आ फिलामेंट दे जलुची बाघर फिलामेंट मनीष भितर जो आम परमात्मा अच्छे मनीष उपलब्धि कर बाघ या पशु पक्षी जानी पारना भीतर आत्मा अच्छा जीव अच्छे अज्ञानता अज्ञानता हाँ नहीं शुणु केते गुड़े जीवजंतु पक्षी अच्छा से निजक जानी पार्छन्ति तुम भाषा बुझीपारे मनीषर भाषा बुझीपारे तांकर ज्ञान अच्छे नॉलेज अच्छे केते गुड़े पक्षी मुझे रिसर्च करछि बुझिले मु पोथी कथा कहूनी मु अनुभव जहाँ करिछि केते गुड़े पक्षी मध्य तांकर अनुभव ज्ञान सबु पक्षींकर नाही सबु पक्षींकर नाही सेमती डेभलप होउछि से शक्ति तांको दिया जाय मनीष को मध्य
କେଇ ଜଣ ଗଧ କହୁଛନ୍ତି କି ନାହିଁ? ମାଷ୍ଟର ମାନେ ସବୁ ସ୍କୁଲରେ ଗୋଟେ ଗୋଟେ ପିଲାର ନାଁ ଦେଇଥିବେ ଗଧ। ସିଏ କଣ ଗଧ? ତା ଅର୍ଥ ତାର ଜ୍ଞାନ ନାହିଁ। ସମସ୍ତେ ଗୋଟେ କ୍ଲାସରେ ସମାନ ଜ୍ଞାନର ଅଧିକାରୀ ନାହାନ୍ତି। ସେ ବି ସେଇ ମଣିଷ, ଦିଟା ହାତ ଅଛି, ଗୋଡ ଦିଟା ଅଛି, ଦାନ୍ତ 32, ଆଖି 2, କାନ ଅଛି, ସବୁ ଅଛି, କିନ୍ତୁ ସମାନ ନଲେଜ ନାହିଁ। ମଣିଷ ହେଇକି ସମାନ ନଲେଜ ନାହିଁ, ଆଉ ପକ୍ଷୀ ମାନଙ୍କ କେମିତି ହବ? ତେଣୁ ସମସ୍ତଙ୍କ ଭିତରେ ଯୋଉ ଶକ୍ତି ରୂପର ପରମାତ୍ମା ଅଛନ୍ତି, ଶକ୍ତି ସ୍ୱରୂପ, କିନ୍ତୁ ଆଧାର ନେଇକିରି ପାର୍ଥକ୍ୟ ରହୁଛି। ଆଧାର ନେଇକି ପାର୍ଥକ୍ୟ ରହୁଛି ଏଇଠି। ବାଘ କଣ ଯୋଗ କରିବ? କୁହନ୍ତୁ। ହାତୀ କଣ ଯୋଗ କରିବ? ସେ କରିବେନି। ଯୋଗ ମଣିଷ ହିଁ କରିବ। ମଣିଷ ଲାଟେଷ୍ଟ ମଡେଲ ତିଆରି ହେଇଛି। ମଣିଷଟା ଲାଟେଷ୍ଟ ମଡେଲ ଭଗବାନଙ୍କର, ତେଣୁ ସିଏ କରିପାରିବ ସବୁ। ସେଇଥିପାଇଁ ଏଇ ଯୋଉ ବହି ଲେଖା ହେଇଛି, ମଣିଷକୁ ତାର ପରିଚୟ ପ୍ରାପ୍ତ ନିମିତ୍ତ ଏଇ ଯୋଉ ଆଧାର ସୃଷ୍ଟି କରାହେଇଛି, ଯୋଗ ଶାସ୍ତ୍ର ରଖା ହେଇଛି। ଯୋଗ କରିବା ପାଇଁ ପ୍ରେରଣା ଅଛି, ଯୋଗ କରିପାରିବ। ଯୋଗ କଲେ ନିଜର ସ୍ୱରୂପ ଦର୍ଶନ ହେଇଯିବ। ସ୍ୱରୂପ ଦର୍ଶନ ହେଇଗଲେ ତମେ ସମସ୍ତଙ୍କୁ ତ ସମସ୍ତଙ୍କୁ ଶାସନ କରିପାରିବ। ମାନେ ତୁମର ଆଦେଶଟା ତାଙ୍କ ଉପରେ ପ୍ରତିଫଳନ ହବ। ତୁମେ କହୁଛ 700 କୋଟି ଲୋକ ଅଛନ୍ତି, ତା ଭିତରୁ ଗୋଟିଏ ଲୋକ ବି 700 କୋଟି ଲୋକଙ୍କୁ ରୋକି ଦେଇପାରିବ। ଗୋଟିଏ ଲୋକ ମାତ୍ର। ତେଣୁ ଯିଏ ଯେତେ ଶକ୍ତିର ଅଧିକାରୀ ହେଇପାରିଲା, ସିଏ ସେତେ ଶକ୍ତି ବିନିଯୋଗ କରିପାରିବ। ସେଇଟା ପରମାର୍ଥ ଅର୍ଥରେ ସେ ଶକ୍ତିଟା ବିନିଯୋଗ ହେଇପାରେ। ପରମାର୍ଥ ପରମ ଶକ୍ତି ରୂପରେ ବିନିଯୋଗ ହବ। ଜଣେ ଲୋକ ପାୱାର ହେଇଗଲା ଯେ 700 କୋଟି ଲୋକଙ୍କୁ ଏକାଥରେ ମୁଁ କରାୟତ୍ତ କରି ରଖିବି, ଇଏ ଅସମ୍ଭବ ଜିନିଷ। ଏ ନଷ୍ଟ ହେଇଯିବନି। ତେଣୁ ଗୋଟେ ଆଇନ, କାନୁନ, ନିୟମ ଭିତରେ ସବୁ ଜିନିଷ ରହିଛି। ସୂର୍ଯ୍ୟ ଯଦି ନଥାନ୍ତା, ଚନ୍ଦ୍ର ଯଦି ନଥାନ୍ତା, ସମୁଦ୍ର ନଥାନ୍ତା, ପୃଥିବୀ ନଥାନ୍ତା, ये भाई भागवंटर कहीं होता है कौन जो आम द्वारस्थ होचे कोर्ट द्वारस्थ होचे केवल भाई भागवंटर ना ना जमीबाड़ी किसी न था पृथ्वी न था भाई भाग कौट आसो नियम सूत्र रे आमे परस्पर भितर आईनी संगत बा न्याय संगत भाव चलिया दरकार। न चलिले आईन विरुद्ध हो संसार नियम बाहर को जाऊे। मु गोटे छोट गप कही बहुत आनंद मान शिक्षणीय गपटी। बड़ भाई अच्छी सान भाई अच्छी। सान भाई बहुत भल पाऊँ बड़ भाई। सान भाई बहुत भल पाए प्रभु बोली माने लक्ष्मण भाव रामचंद्र तांकर बिजनेस अच्छी बहुत संपत्तिर अधिकार दी जन छात छातर बारंडार सान भाई बसी बड़ भाई पाखर दिखंडा आखु अच्छी दी हाथ गोटे छोट गोटे आखु आ गोटे बड़ आखु अच्छी। ये सान भाई पुओ आ बड़ भाई पुओ खेलुचंती
ये तो बड़ बापा हब डाकिला 2 जन को आखु नियो जो पटरे बड़ आखु थिला सही पटरे सान भाईर पुओ थिला आ जो पटरे छोट आखु थिला आर दिखंड 2 हाथ रे धरिछि दिखंड सही पटरे छोट आखु पटरे तार पुओ रही जाइथिला बड़ भाईर पुओ बुझिले बड़ भाई समान दृष्टि रक्षा दरकार जो नियम कथा कहले 2 जन को डाकिला बेले जिते आखु देला ए हाथ सेपड़ू करदेला से हाथ एपड़ू करदेला बुझिपारे छंदी देला तामाने ता पुओ बड़ आखु पाइला आ सान भाईर पुओ छोट आखु पाइला आखु ऊपर देखुची किए सान भाई जे प्रभु रामचंद्र भाविकी भाई की पूजा करुला सी देखिला भाई ये की काम कले छोट आखुटा तो ता पटरे थिला बड़ आखुटा मो पुओ पटरे थिला से सिद्धार्थ थिले से 2 जन सिद्धार नहीं थांते डाण पटरे डाण बाम पटरे बाण तेणु ये पाख हो गला ये बड़ भाई हाथ छंदी किरी एठी अन्याय काई कले केस दायर कला संगे संगे कोटी कोटी टंकार माने अमानतर समान अधिकारी कोटी कोटी टंका देखंतु सामान्य चाखेंड आखु पाई तांको परिवार कोर्टू गले केस है तली तलांत हो गले समस्ते किछि भी मिललानी सेपटे लास्ट रे कुड़िया घर करी रही 2 भाई सेपटे कुड़िया रे चाल घर रही सान भाई एपटे चाल घर रही बड़ भाई सब नष्ट हो गला धन संपत्ति अन्याय दिने बड़ भाई कहूँ सान भाई वर्षा टिके टिके पकोची चालू पानी गलुची ये पिंडारे बसिक सान भाई की कहूँ अरे तू केस कहीं कर एना कोठी बईचु देख मु कोठी बईचु देख केते धन संपत्ति आमर थिला कौन नथिला तू काई केस करथु आ बड़ भाई जानिनी से काई केस करथिला सान भाई कहला तू से दिन मो पुओ पटरे तो बड़ आखु थिला तू ताको न देकी सेपटे काई तो पुओ दे जाय कह ये होची नीति नियमर कथा तेणु जेते बेले मनीष मु सुचाग्र देविनी मेदिनी किए कहला दुर्योधन कहला सुचाग्र देविनी मेदिनी कौन परिणति है अन्याय पाई तुम्हें सेमती आसीच सारा जगत को न्याय संगत भाव चलिया मोर बिल हिड़ पड़ी मु रात्रि जाइकी दीपाद हाणीदेवी ये कि नीति वसुधा माटी चोर कह जाए भूमि चोर ताने भूमि की चोरी करने गला है एमती भी लोक अच्छा जदि हिड़ न हणा जाए हिड़ केवे घुंचब कि क्या पटू कहले हिड़ तो मध्यस्थी हिड़ तो 2 पटर न्यायर प्रतीक आ तुम्हें हिड़ हाणिल माने जी हिड़ हाणुची माने तार प्रत्येक काम जीवन में सही भली थिबो मन रखंतु गोटे काम नहीं 1000 काम भी थिबो से तेणु से लोक विशृंखलित हब ही हब सी निजे हब परिवार हब तार बंधु बांधव हब
ବୁଝିଲେ। ତେଣୁ ଗୋଟିଏ ଲୋକ କେବେ କଳ୍ପନା କରିନଥିବ ମୋ ହିଡ଼ ଯୋଉଠି ସେଇଠି, ମୋର ନ୍ୟାଯ୍ୟ ଅଧିକାର ମୋର ଯୋଉଠି ସେଇଠି ଥାଉ, ଠିକ ଅଛି। ସେ ଲୋକ ପରୀକ୍ଷା କରନ୍ତୁ, ସେ ଲୋକର ପରିବାର, ସେ ଲୋକର ଚିନ୍ତାଧାରା, ସେ ଲୋକର ଆୟ ବ୍ୟୟ ସବୁ ଠିକ ରହିବ, ସବୁ ଠିକ ରହିବ। ସେଇ ଭାଇ ଯଦି ଆଖୁ ଖଣ୍ଡେ ଦେଇ ଦେଇଥାନ୍ତା, ତା ସାନ ଭାଇ ଯେ ଉପରେ ଛାତ ଉପରେ ଦେଖୁଥିଲା, ସେ ଆହୁରି ଆନନ୍ଦ ଖୁସି ହେଇଥାନ୍ତା। ନାଇଁ ମୋ ଭାଇ ପ୍ରକୃତରେ ରାମଚନ୍ଦ୍ର ପ୍ରକୃତରେ ନ୍ୟାୟ କରିଛି। ଦେଖନ୍ତୁ ଆଜି ଗାଁ ଗଣ୍ଡା ସାହି ଭାଇ ରାଜନୀତି ଠାରୁ ଆରମ୍ଭ କରି ଆଉ ଗୋଟେ ମାନେ ନାହିଁ, କିଛି ନାହିଁ। ଅନୁଭବ କରନ୍ତୁ, ମାନେ ବିଶ୍ୱାସରେ ଚାବି ପଡିଗଲା। ଆଜି ମାଳିକା ଯୋଉ ଲେଖି ଇଏ ପିନ୍ଧିଲେ ଲୋକ ବିଶ୍ୱାସ କେହି କାହାକୁ କରିବାର ନାହାନ୍ତି। ହାଣି କାଟ ମାର ପଲ୍ୟୁଟେଡ୍ ହଉଛି, ଆସ୍ତେ ଆସ୍ତେ ପୃଥିବୀ ଧ୍ୱଂସ ଆଡକୁ ଯାଉଛି, ପଲ୍ୟୁଟେଡ୍ ହଉଛି। ନ୍ୟାୟ ନାହିଁ। ତମେ କୋର୍ଟ କଚେରୀ ଯାଉନ, କେବେ ନ୍ୟାୟ ପାଇବ? ମଣିଷ ମାରିକିରି ଲୋକ ମୁକ୍ତ ହେଇଯାଉଛନ୍ତି। ଏ ବ୍ରିଟିଶ ଶାସନର କାଇଦା କଟକଣା ସବୁ ଇଣ୍ଡିଆନ ମାନଙ୍କୁ ଜଣା ଅଛି। ବ୍ରିଟିଶ ମାନେ ଶିଖି ଦେଇ ଯାଇଛନ୍ତି ଏଇଆ କରିବ। ନିଜେ ବଞ୍ଚିଲେ ବାପର ନା, ଏଇ କଥାଟା ଜ୍ଞାନ ଗୁରୁ ହିସାବରେ ଇଣ୍ଡିଆନ ମାନଙ୍କୁ, ଯୋଉମାନେ ପାଠ ପଢୁଛନ୍ତି ତାଙ୍କୁ ଏଇ ଶିକ୍ଷା ଦିଆହଉଛି। ଆବଶ୍ୟକ ହେଲେ ଅନ୍ୟାୟ କରିବ, ଆବଶ୍ୟକ ସବୁ କରିବ ତୁମେ, ମାନେ ବିବେକପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଏଇ ଯୋଉ ନୀତି ଶିକ୍ଷା କିଛି ନାହିଁ ଭାରତ। ଅନ୍ୟାୟର ଶିକ୍ଷା, ଗୋଟେ ଗରିବ ଲୋକଟି ନ୍ୟାୟ ପାଇବା ବହୁତ କଷ୍ଟ, ନ୍ୟାୟ ପାଇବା। ତେଣୁ ଗୋଟେ ସଚ୍ଚୋଟ ଏବଂ ନୀତି ନିୟମ ସମ୍ପନ୍ନ ବ୍ୟକ୍ତି ଯୋଗୀ ହିସାବରେ ତାର ପାରିପାର୍ଶ୍ୱିକ ଅବସ୍ଥା ପରିବର୍ତ୍ତନ ହବା ହିଁ ଦରକାର, ଆଉ ହବ ମଧ୍ୟ ଯଦି ଯୋଗ କରିବ। ଅଟୋମେଟିକ ସେ ପ୍ରଭାବ ପଡିବ, ମାନେ ବ୍ରହ୍ମାଣ୍ଡ ଉପରେ ତାର ପ୍ରଭାବ। ଯେ ପ୍ରକୃତରେ ଜଣେ ଯୋଗ କରୁଥିବା ବ୍ୟକ୍ତି କାହା ଏ ହିଡ଼ ହାଣି ପାରିବ? କହିଲେ ଦେଖି, ନିଜକୁ ପଚାରିଲେ, ତୁମେ ଯୋଗ କରିବ ହିଡ଼ ହାଣିବ? ତୁମେ ଯୋଗ କରିବ କାହାର ପଇସା ଚୋରି କରିବ? ତମେ ଯୋଗ କରିବ ମିଛ କହିବ? ତମେ ଯୋଗ କରିବ ଅନ୍ୟାୟରେ କୋଉଠି ପଇସା ଆଣିବ? ତମେ ଯୋଗ କରିବ କାହାକୁ ଭୋଟ ଦବ? ତୁମେ ଜଣେ ଯୋଗୀ, ପ୍ରକୃତ ଯୋଗୀ କାହାକୁ ଭୋଟ ଦବନି? ଜଣେ ଯାଇକି ମାନେ କେତେ ପରଫର୍ମାନ୍ସ ବଢିଯିବ ଅନୁଭବ କରନ୍ତୁ। ଯଦି ସେ କାହାକୁ ଭୋଟ ଦଉଛି ତା ଅର୍ଥ ତାକୁ ସପୋର୍ଟ କରୁଛି। ସପୋର୍ଟ ଅର୍ଥ ସେ କାହାକୁ ମାରିଥିବ, କାହାକୁ ଧରିଥିବ, ସେ ଜିତିଲେ ଆଉ କଣ କରିବ? କରପସନ କରିବ। କରପସନରେ ତମର ଅଂଶ ରହିଲା କି ନାହିଁ? ସେଠି କେତେ ପରଫେକ୍ଟ ହବାକୁ ପଡିବ ଜଣ? ସେ ବୁଥ ଯିବନି କେବେ, ନିଜେ ଛିଡା ହେଇପାରେ, ନିଜେ ରାଜନୀତି କରିପାରେ, କିନ୍ତୁ କାହାକୁ ଭୋଟ ଦେଇକି ସାବ୍ୟସ୍ତ କରିବା ବହୁତ କଷ୍ଟ। ଜଣେ ଯୋଗୀର ଭାବ ନୁହେଁ, ଏଇଟା ଯୋଗୀର ଭାଷା ନୁହେଁ, ଯୋଗୀର କର୍ତ୍ତବ୍ୟ ନୁହେଁ କାହାକୁ ଭୋଟ ଦେବା ଯାଇକି। ହଁ, ସେଇ ବ୍ୟକ୍ତି ଭୋଟ ତୁମେ ଦେଇପାରିବ ଯଦି ତୁମେ ତାକୁ ଚିହ୍ନିଥିବ, ଜାଣିଥିବ, କେବେ ବି ସତ ଅସତ୍ୟ କହିନଥିବ। ସେ ବ୍ୟକ୍ତି କୋଉଠି ପାଇବ? ତୁମେ ରାଜନୀତିରେ ସେ ବ୍ୟକ୍ତି ପାଇବ? ତୁମେ ଅନ୍ତରଙ୍ଗ ବନ୍ଧୁ ହେଇପାରେ ସେ, ମୂଳରୁ ଜାଣିଛ ତୁମେ ଯାହାକୁ ନିଜକୁ ଜାଣିଛ ତାକୁ ବି ଜାଣିଛ, ତାହେଲେ ତୁମେ ତାକୁ ଭୋଟ ଦେଇପାର। ବୁଝିଲେ? ମୋ ସାଙ୍ଗରେ ଜଣେ ସାଙ୍ଗ ପଢୁଥିଲା ରେଭେନ୍ସାରେ।
मुझे फाइनान्स सपोर्ट करी 2 वर्ष पर्यंत पैसा पत्र देइथिली एपरिक एग्जामिनेशन फीस ता रहिबा खाइबा सब किछि घर भड़ा सब मु देइथिली अभावी पिला पैसा न था ता पाखरे मोठो पैसा नहीं कि भिकारी के दिए बुझंतु ता कथा सळ हृदय भिकारी के नहीं पैसा दिए सेतलो 10 पैसा बहुत कथा को आपको पैसा देलु दबा मु दे दे से मो भीतर विश्लेषण सृष्टि है तो मुके मो ठारू ये तो आवरी हृदय बहुत केते विशाल हृदय देखो मो पाखे पैसा अच्छे मु दे पारि सहज कथा किंतु ता पाखे पैसा नहीं से मागी कि नहीं दौ तार हृदय बड़ ना मो हृदय बड़ तांको एरिया रू जिते लोक आसबे से ब्लड दब मु तो केवे ब्लड देनी का गोटे से ब्लड दब ब्लड देकी औषध खाइबा ता शरीर को पुणी फिलअप करिया पे चिंता करंतु तो से पिला को टाइप रही अनुभव करंतु आ से पैसा सेते 200 टका लागुला बोधे मेडिसिन खाई ठीक करने ब्लड टाक से पैसा मोठू नहीं पार्टिकल दिन तू तो बोले तू केते जन ब्लड दब से व्यक्ति हृदय जोगर स्थान अच्छे से व्यक्ति हृदय जन जोगी बोले हम कहीपर ये हूँ जो व्यवहारिक ज्ञान कथा हम कहले ये हूँ से व्यवहारिक ज्ञान सर्वशेष सर्वमोट रे से पुणी मते विश्वास करे ना हृदय सहित भल पाए से मुझे कहले तू जोग कर विवाह सरला परे सी कहला मु तो जोग फोग विश्वास करें किंतु तोते विश्वास कर तू कह जोग कर जोग कला चिंता कर हेडमास्टर पोस्ट अच्छे चाकरी कर से बीजेपी कॉलेज स्टूडेंट बीजेपी रे पढ़ुला आईटा पढ़ी ग्रेजुएशन बेले रेभेन्सा को से आसला मो सहित भेट है से पिला को चिंता कर को टाइप पिला है सीधा जाकि बीजेपी रो प्रिंसिपल लम भाई की पढ़ला कहला आज्ञा मोर पैसा ना कि ना पाठ पढ़ी केमती मत गोटे ट्यूशन दे ए अंक से 99 रखे 99 ऑप्शनल 99 आउ कंपलसरी 99 मैथमेटिक्स प्रिंसिपल तो बड़ बड़ चिन्हा परिचय थे सब सहर में भुवनेश्वर ताकू गोटे वकिल एवं प्रिंसिपल ता माँ अच्छी तार गोटे झील से ट्यूशन करने अरेंजमेंट करागला देखो से व्यक्ति जोग कर तो किए कर ये सब सांगसाथी कथा ये अतीतर कथा किंतु भविष्य अतीत को नहीं छिड़ा हुआ मुझे जानी मु तो जोग करी कौन करी मु जान नी किंतु सेते बड़े मु जानी पिलाटर हृदय कौन अच्छे से हुए तो मुझे सहयोग करी तेणु से व्यक्ति जोग कर व्यक्ति जोगी हम जार मूल दुआ जी स्वयं संपन्न जी स्वयं जम नियम भितर अच्छे जम नियम ताठ शिक्षा पड़े जम नियम सी कौन शिख जम नियम ता पाखर तुम शिख
जने जोगी पाखरे जम नियम करा जाए ता आदर्श बाहरी पड़े जोगीर पाखरे आदर्शर चित्र सी मिले सी दब आमको सत कहवाई कई शिखे ना आम तो 31 वर्ष पर मुनि समाज रे पशिलु 31 वर्ष पर कौन सत कहलु ता ना मूलर सत कहु मूलर सत्यर आधार रे अच्छु आम से हुए तो मुनि समाज मिलला से हुए तो जोग मिलला नल मिलियो केमती तुम सत्यर आधार नथिले तुम केते बड़ पोस्ट मिलबनी एते साधन मिलबनी आमे जोग करू नथलु 31 वर्ष पर्यंत 31 वर्ष पर कल 32 वर्ष ता माने कोन आमे पूर्वरु 32 वर्ष भीतर मिछ कहथलु मिछ न देखंतु जो फूलटा फुटिबो फूल फुटी गला से फूलटा कोठी थिला गछरे जो फूल फुटिला ता पूर्वरु कोठी थिला फूल कढ़रे थिला फूल कढ़टा कोठी थिला ना परिपक्व डालरे थिला परिपक्व डालर तळकु आसंतु पुणी ता भितर भी से थिला गछर मझिरे थिला एंटर गछ सारा से थिला ता तळकु आसले मूलरे थिला फूलटी मूलरे थिला ता तळकु आसले मंजिरे भी थिला ता माने एंटायर जने जोगीर जोगर भावना बा जम नियम मूलरू अच्छी नल जोगी ही परिवार मूलरू रही आसी माने जदि कहवा मंजीरे जदि थिला मंजी कोठ आसला पुणी मंजी पुणी पूर्व गछर आसी जो मंजीटार गछ हैला एबे से मंजीटा पूर्व गछर आसी कि नहीं ताने पूर्व जन्म रे तुमे नै जो मनीष थिला जो चिंताधारा थिला जो संस्कार रे थिला से संस्कारित ऑप्टिमम संस्कारित फलटा नेकरी आसिला वर्तमान गछ सेटा संस्कारित है कि जो फल रहिला बा सूक्ष्म सत्ता को तुमे गल से सूक्ष्म सत्तार पुणी आसिल स्थूल शरीर धारण कल पूर्वर जो स्थूल शरीर थिला पूर्व जन्म रे सेई पूर्व जन्मर शरीर जेते गुड़िए कर्म करिछि तार रिफ्लेक्शन तार बोझ तार गंठिली सबु जांको बांधिक तुमे आसिल सूक्ष्म रूप रे पुणी स्थूल रूप एंटायर गंठिलटा को नहीं आसछ तार भीतर सत्य अच्छी मिथ्या अच्छी लोभ अच्छी क्रोध अच्छी माया अच्छी जोग तत्व अच्छी भल पाइबा अच्छी प्रेम भाव अच्छी आदर्श भाव अच्छी विवेक अच्छी सब अच्छी किसी किसी अच्छी नहीं कौन गोटे मनीष पाखे विवेक भी अच्छी उद्धतामी भी अच्छी गोटे पिला गोटे गाँ रे जिते नकारात्मक काम से करे जोड़े कहते बालुंगा काम बालुंगा माने चली जावा शगड़े हाथ मारिदेवा पिला हूँ सी बालुंगामी करवा हैरान करवा समस्त से ये सब काम लिप्त चोरी करने आरंभ कर सब काम से था बहुत दुष्टामी पिला किंतु दिने कौन है से पिला 15 वर्ष 16 वर्ष पिला 15 वर्ष पिला कि 12-13 वर्ष पिला जनक घरे निया लगिगला चाला घरटा निया लगी जाई निया लगला बेले तो आपे मरले बापर ना बाप पड़ेला माँ पड़ेला सबू पड़ेले पिलाटा से घर रही जाई छोट पिलाटा ना बापा जाऊँ घर भीतर को आनिया को ना माँ जाऊँ ना गाँ सारा समस्त छिड़ा हु हु है जलुची
घर केही साहस करनांता भितर जिया जेतेबेले समस्त कहउछन जाओ 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 केही जाउना सेतेबेले ए पिला अंटा भिड़िला घर भीतर जिया पे जो दुष्ट पिला जो बालंगा पिला जी समस्त दुष्टर समाहार नहीं से ही पिला डेला से घर भीतर आ से पिला को उद्धार करके आला आ जदी 2 मिनिट रही जाई थांदा से पिला भी से पड़ी जाई थांदा आ से पिला को जब जाकी के आनी कोल रे नई के आसी निया ढू ढू जळुची ता भीतर डेई के आनला ये भी पड़ी गला किछि किंतु से पिलार किछि जो पिला कांदा जानी थे कि नहीं से राष्ट्रपति पुरस्कार पाइला से पिला ता अर्थ तुम भीतर सब जिनस अच्छी न्याय अच्छी अन्याय भी अच्छी शांत अच्छ अशांत भी हो पार घृणा अच्छी असूया भाव भी अच्छी आनंद भी अच्छी निराशा भाव भी अच्छी सब अच्छी तुम भीतर तुम्हें सब जाक अंठिल धरिक उपनीत जदि सत्यर संधान पूर्व थी सत कहू सत्य को नहीं आसो ए जन्म सत्यर आधार तुम चलो जदि केते जन को मर्डर करके पूर्व जन्म ये भी आरंभ हम से कला से कि जो कहतु तेणु जो मैंने जम नियम भितर अच्छा संस्कारित फल नहीं आसपारे सहज हम तुम जो करने बरं आमको देखो मुझे प्रैक्टिकल अनुभव कर मत सत कह सहज मिछ कह कष्ट लगे कही तो हुए ना आ गोटे साधन मन रखते ये साधन अपेक्षा टपमोस्ट साधन हूँ सत्यर भाव तुम्हें जो सदाबे सत कहू जहाँ कह से मन रखते गोटे विराट सिद्धि यहाँ तुम्हें जो सदाबे सत कहू तमें जाच मु सत कहूँ केबे भी मिछ कहनी ताले जहाँ कह से भी हो गोटे बड़ उपलब्धिर कथा बड़ उपलब्धिर कथा यहाँ तेणु पिंड 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 सहित जो तुम डील कर ब्रह्मांड सहित ब्रह्मांड टाक जोगमय भाव निजे भी जने जोगी बोली परिचय दब ब्रह्मांड तुम जो पाद पकेब से जगटा भी सत्य स्वरूप हो जैसे तुम सत कह से धूली रेणु सत्य स्वरूप हो जो कहते कृष्ण वृंदावन रे खेल करुले से बाली जी जाऊन सब फोपाड़ ये तापर बाली फोपाड़ सी तापर धूली फोपाड़ माने से कह कथा जे एठी कृष्ण खेलुले स्पर्श थिला बाली रे तेणु सेटा भी से तांकर स्पर्श एबे भी सेठी अछि खेलुचन जाउचन तेणु तुम्हें सत्ययुक्त हुआ तुम बेड तुम बेडसीट तुम खट तुम जेकोसी व्यवहारिक वस्तु से भी सत्यमय हो सी सत्यमय हो तुम घर सत्यमय हो सत्यर वासना सब फुट तुम जो बिंचना हलौच खाइला बेले बिंची हो सी भी सत्यमय हो खाद्यटा सत्यमय हो से खाद्य को जी खाइ कहीं साधुर खाद्य अन्य मैंने खाते आशीर्वाद हुए से खाद्य जो खाइबाटा मिसी जाए से जो अवशिष्ट बड़का खाद्य मिसी जाए से साधु सन्थ मान खाद्य खाते अईठा खाते बाप मांकर भी अईठा खाते पिला कारण सत्य कहूथिबा साधु जने से खाद्यटा से रोगमुक्त हो कहीं चरण स्पर्श कर साधु
ଜଣେ ମହାତ୍ମା ମାନଙ୍କ ଚରଣ ସ୍ପର୍ଶ କରୁଛନ୍ତି, ଲମ୍ବାଇ ପଡୁଛନ୍ତି। ଜଣେ ଡିଆଇ ଲୋକ, ଜଣେ ଡିଆଇ ସ୍କୁଲର, ସେ ଆଡମିସନ ନେଇଥିଲେ, ବୁଢା ଲୋକ ଜଣେ କଟକରେ ରୁହନ୍ତି, ସେ ଶକୁନ୍ତଳାପୁର ଯାଇଥିଲେ। ଆମର ଥାର୍ଡ ଦିନ ଯୋଗ ଶିକ୍ଷା, ଯୋଗ ବ୍ୟାଖ୍ୟା, ଯୋଗ ଶିକ୍ଷା ଦିଆଯାଏ। ସରିଗଲା ପରେ ସେ ଷ୍ଟେଜରେ ବସିଛନ୍ତି, ଆଉ ବି 50 ଜଣ ବସିଛନ୍ତି ଷ୍ଟେଜ ଉପରେ। ସେଟା ଗୁପ୍ତ ଭାବରେ ଦିଆହଉଛି, ଯୋଗଟା କଭର କରାହେଇଛି। ଆଉ ତ ଅଡିଏନ୍ସ କେହି ନାହାନ୍ତି, ସେ ଷ୍ଟେଜ ଉପରେ ଦିଆଯାଏ ଯେଉଁମାନେ ଆଡମିସନ ନେଲେ। ସେଥିରେ ସେଇଦିନ ବୋଧେ 12 ଜଣ ନା କେତେ ଆଡମିସନ ନେଇଥିଲେ, ତାଙ୍କ ଭିତରୁ ସେ ଥିଲେ। ଲାଷ୍ଟରେ ମୋ ପାଖରେ ଆସି ବସିଲେ। ମୁଁ ତ ଅକାଲିଆ ହେଇକିରି ପଡିଛି, ସେଇ ଷ୍ଟେଜରେ ଗୋଟେ ତକିଆ ପକେଇକିରି ଆଉଜିକିରି ମୁଁ ବସିଛି ଷ୍ଟେଜ ପାଖରେ, ପୁରା ହାଲିଆ, ମାନେ କିଛି ନାହିଁ ବଡିରେ ଆଉ। 3 ଦିନ କଣ ମାସେ ହେଲା ଆମେ ଖଟୁଛୁ। ସେଠୁ ସେ ଆସିଲା, ସେଠି ବସିଲେ, ସେଠି ଡିଆଇ ଜଣ। ମୁଁ କହିଲି, ଆଜ୍ଞା ଆପଣ ଯଦି ପରମିଶନ ଦେବେ ମୁଁ ଆପଣଙ୍କ ପାଦ ଛୁଇଁବି। ମୁଁ କହିଲି, କାହିଁ ଛୁଇଁବ? ତ ଏମିତି କେହି ପରମିଶନ ମାଗନ୍ତିନି, ସମସ୍ତେ ତ ଛୁଉଁଛନ୍ତି, ଯାଉଛନ୍ତି। ନା ମୁଁ ଟିକେ ସ୍ପର୍ଶ କରି କିଛି ନେବି। ମୁଁ କହିଲି, କେମିତି ନବ? କେମିତି ନବ ମୋ ପାଦ? ନା ମୁଁ ଜାଣିଛି କେମିତି ନେବି। ମନ ଅଛି, ଆଜି ଏଇ ମନେ ପଡ଼ିଲା। ସେ ଷ୍ଟେଜ ଉପରେ ସେ କଣ କରିକିରି, କଣ ମନ୍ତ୍ର କି ଯନ୍ତ୍ର କଣ କରିକିରି ପଦସ୍ପର୍ଶ, କିଛି ନାହିଁ। ମୁଁ ଭାବୁଛି ସେ କିଛି ନାହିଁ, କେବଳ ଗୋଟେ ବିଶ୍ୱାସ, ଗୋଟେ ମାନେ ନିଜର ଭାବନା, ସେଇଥିରେ ସବୁ ଅଛି। ମୁଁ ଏଇଟା ଛୁଇଁଦେଲେ ମୋର ଠିକ ହେଇଯିବ। ଇଏ ଗୋଟେ ପାଦଟା ଗୋଟେ ଯାହା ମନ ଭିତରେ ଭାବିଛି ବୋଲି ଏ କଥା କହିଲା। ଟଚ୍ କଲା 5 ମିନିଟ୍ ପର୍ଯ୍ୟନ୍ତ, 2 ପାଦକୁ ଟଚ୍ କରି ନେଲା। ତେଣୁ କାହିଁକି ଜଣଙ୍କର ମାନେ ନମସ୍କାର କରୁଛନ୍ତି, କିଏ ଛିଡ଼ା ହେଇକି ନମସ୍କାର କରୁଛି, କିଏ ନଇଁକି ଅଧା 60 ଡିଗ୍ରୀରେ ନମସ୍କାର କରୁଛି, କିଏ 75ରେ ନମସ୍କାର କରୁଛି ଡିଗ୍ରୀରେ, ଆଉ ଜଣେ ଜଣେ ଆଣ୍ଠେଇକିରି କିଏ ନମସ୍କାର କରୁଛନ୍ତି, କିଏ ଲମ୍ବ ହେଇକିରି ପଡୁଛନ୍ତି। ଅର୍ଥ କଣ? ସବୁର ଭାବରେ ନିଜର ଭାବନା, ନିଜର ଭାବନା, ସେ ଭାବନାରେ ବହୁତ କିଛି ପାଇବ ତୁମେ। ତମେ ଦେଖନ୍ତୁ, ଗୋଟେ ସୁନ୍ଦର କଥା ମୁଁ କହୁଛି। ତୁମେ ଗୋଟେ ଗୁରୁଙ୍କୁ ଧର ପୂଜା କରୁଛ, ଗୁରୁଙ୍କୁ ମଣିଷ ଶରୀରର ଗୁରୁ, ସେ ବୁଦ୍ଧ ହୁଅନ୍ତୁ, ମହାବୀର ହୁଅନ୍ତୁ, ଯେକୌଣସି ମହାପୁରୁଷ ଆସିଥିଲେ ବା ଜୀବନ୍ତ ମହାପୁରୁଷ ଅଛନ୍ତି, ତାଙ୍କୁ ପୂଜା କରୁଛ ତୁମେ। ବିବେକାନନ୍ଦ ହୁଅନ୍ତୁ ବା ରାମକୃଷ୍ଣ ପରମହଂସ ଯିଏ ଅଛନ୍ତି ବା ଯିଏ ଥିଲେ, ତୁମେ ତାଙ୍କୁ ଆଶୀର୍ବାଦ ମାଗୁଛ, ଦିଅ ମତେ ଆଶୀର୍ବାଦ ଦିଅ, ମାଗୁଛ କି ନାହିଁ? ମାଗିବନି, ମାଗିବାନି, ତୁମେ ଆଶୀର୍ବାଦ ଛଡେଇ ଆଣିବ ତାଙ୍କ ପାଖରୁ। କଳ୍ପନାରେ ଛଡେଇ ଆଣିବନି। ଆସିଲା ଆଶୀର୍ବାଦ ଦେଲେ ମତେ, ମୁଁ ଗ୍ରହଣ କରିବି। ମାଗିଲେ ମତେ ଦେବେ କି ନାହିଁ ସେ? ତୁମେ ତ କଳ୍ପନାରେ ତ ଅନଲାଇନ କରିବ ନା, ନା ପଇସା ଦଉଛ ନା ସେ ତମକୁ ପଇସା ଦଉଛନ୍ତି? ଅନଲାଇନ ସୁଇ ମାରିଲ ଚାଲିଲା। ସେମିତି ତୁମେ କଳ୍ପନାରେ ଆଣିବ, ସିଏ ମତେ ଦେଲେ, ଦଉଛନ୍ତି ବିଶ୍ୱାସର ସହିତ, ବାସ୍ ସରିଗଲା। ଯେକୌଣସି ମହାପୁରୁଷ ହୁଅନ୍ତୁ, ଯେକୌଣସି ଗୁରୁ ହୁଅନ୍ତୁ, ତୁମେ ମାଗିବା ଦରକାର ନାହିଁ। ମାଗ, କିନ୍ତୁ ଆଣ। ଆଣିବାର ତାକତ ଥିବା ଦରକାର ତୁମର, ବିଶ୍ୱାସର ତାକତରେ ତୁମେ ନେଇ ଆସିବ। ହଁ ମତେ ଦେଲେ, ସିଏ ଦିଅନ୍ତୁ ନ ଦିଅନ୍ତୁ କିଛି ନାହିଁ, ତୁମେ ନେଇ ଆସିପାରିବ। ଏବେ ଏଇ କଥା କେବେ ଅନୁଭବ କରିଛନ୍ତି? ଏଇ କଥା କେବେ ଚିନ୍ତା କରିଛନ୍ତି? ଏଇ କଥା କେବେ ମାଗିଛନ୍ତି କି କୋଉଠୁ? ମାଗନ୍ତୁ, ମିଳିବ। ଶିବମୁନି ତ ଜାଣିଛନ୍ତି, ଉଣା ଅଧିକ ଆସୁଛନ୍ତି ବୋଲି ଏଠିକି, କହିଲେ କିଛି ଅତ୍ୟୁକ୍ତି ନାହିଁ। ଶିବମୁନି ଆସିଲେ
ଆମ ପାଖ ଆସିଲେନି ତ ଅଣାଗଲା ଆସିବନି କାହିଁକି ଆସିବନି ତୁମେ କୁହ ତମେ ତ ଗୁରୁ ହେଇଛ କାହିଁ ଆସିବନି ତମର ବିଶ୍ୱାସ ତମର ତାକତ ତମର ସାଧନ ତମେ ଟାଣି ଆଇବ ପୁଣି ପୃଥ୍ୱୀ ପୃଷ୍ଠ ଯୋଉଠି ଥାନ୍ତ ତମ ସିଦ୍ଧାନ୍ତ ତ କହୁଛି ଅମର ଆତ୍ମା ଅଜର ଅମର ଅବିନାଶୀ ବ୍ରହ୍ମ ଗୋଟିଏ ତତ୍ତ୍ୱ ମୁଁ ବୁଝିଥିଲି ଆତ୍ମା ଅମର ଅବିନାଶୀ ବ୍ରହ୍ମ ତାର କ୍ଷୟ ନାହିଁ ତେଣୁ ଯିଏ ମରିଗଲା ସେ କ୍ଷୟ କୋଉଠି ହେଲା ତାର ଏ ତ ଥିବ ଯୋଉଠି ହେଲା ନା ଏ ଜ୍ଞାନ ପ୍ରଚୁର ଭାବରେ ମୋ ପାଖରେ ଥିଲା ପ୍ରଚଣ୍ଡ ଶକ୍ତି ସେଥିରେ ବାହାରି ପଡ଼ିଲା ସେ ଜ୍ଞାନର ଶକ୍ତି ସୃଷ୍ଟି ହେଲା ନା ଥିବେ ନିଶ୍ଚିନ୍ତ କୋଉଠି ଅଲବତ ଥିବେ ଯଦି ଥିବେ ଆସିବେନି କାହିଁକି ତୁମ ଡାକରାରେ କାହିଁ ନ ଆସିବେ ସେ ଆସିଲେ କାହିଁ ଆସିବେନି କୁହ ତେଣୁ ଏଠି ଶିବମୁନି ଆସିବା ନ ଆସିବା ବଡ଼ କଥା ନୁହେଁ ତୁମର ସାହସ କେତେ ତୁମେ କେତେ ଦୂର ପ୍ରାପ୍ତ ପାଇଁ ତୁମେ କେତେ ତାଙ୍କ ପ୍ରତି ସେଇ ଶବ୍ଦ ପ୍ରତି ସେଇ କାର୍ଯ୍ୟ ପ୍ରତି କେତେ ତୁମର ଅନୁରକ୍ତ ଅଛି କେତେ ବିଶ୍ୱାସ ଅଛି କେତେ ଦୃଢ଼ ବିଶ୍ୱାସ ଅଛି ସେଇଟା ତୁମକୁ ଆଣିଦେବ ସଦାବେଳେ ନିଜର ଶକ୍ତିକି ଜାହିର କର ପ୍ରଦର୍ଶନ କର ନିଜର ବିଶ୍ୱାସକୁ ଦୃଢ଼ କର ଯେକୌଣସି କାମରେ ପ୍ରହ୍ଲାଦ ଯେମିତି କହିଲା ହଁ ଏଇ ଖୁଣ୍ଟରୁ ବାହାରିବେ ବାହାରିପାରିଲେ ଖୁଣ୍ଟରେ ନଥିଲେ ସେ ବୁଝିଲେ ଖମ୍ବରେ ନଥିଲେ ଆର ଶକ୍ତି କ୍ରିଏଟ କଲା ସେଠୁ ଆସିବା ପାଇଁ ତାହେଲେ ଇଏ ଯୋଉଠି ଇଣ୍ଡିକେଟର କଲା ସେଇଠି ଭଗବାନ ସୃଷ୍ଟି ହେଲେ ତେଣୁ ତୁମେ ଯୋଉଠି ଯାହା ସୃଷ୍ଟି କରିବ ସାଧନରେ ସେ ହିଁ ହେଇଯିବ ପରୀକ୍ଷା ଆସ୍ତେ ଆସ୍ତେ ପରୀକ୍ଷା କର ଟିକେ 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 କାମରେ ଲଗେଇକି ଦେଖ ଆଗେ ଗୁଡ଼ ଦେଇକି ଦେଖ ପିମ୍ପୁଡ଼ି ଆସୁନି କି ନାହିଁ ଗୁଡ଼ ଥୋଇଦେବ ପିମ୍ପୁଡ଼ିକି ଡାକିବ ପିମ୍ପୁଡ଼ି ଆସୁନି କି ନାହିଁ ତା ଦେହରେ ଡିଫରେନ୍ସ ଦେଖ ମୋର କଳା ପିମ୍ପୁଡ଼ି ଆସିବା ଦରକାର କଳା ପିମ୍ପୁଡ଼ି ଆସିବେ ମୋର ନାଲି ପିମ୍ପୁଡ଼ି ଆସିବା ଦରକାର ନାଲି ପିମ୍ପୁଡ଼ି ଆସିବେ ପରୀକ୍ଷା କର ଦିନେ ଦିନେ ଛୋଟ ଛୋଟ କାମରେ ଯଦି ହେଇଗଲା ତମେ ପ୍ରମାଣ ପାଇଗଲ କିନ୍ତୁ ଯେକୌଣସି କାମ କର କାହାର କେମିତି କ୍ଷତି ଯଦି ନ ହଉଥିବ ତାହେଲେ ସେଇଟା ସାକାର ରୂପ ନ ହଉ ବରଂ ଲାଭ ହଉଥିବ ଇଏ ହଉଛି ବ୍ରହ୍ମାଣ୍ଡର ଗତି ସହିତ ତୁମକୁ ସାମିଲ ହେବାକୁ ପଡ଼ିବ ଆଉ ଗୋଟେ ବଡ଼ କଥା କଣ ଜାଣୁଛ ଚମତ୍କାରୀ କଥା ଆଶ୍ଚର୍ଯ୍ୟ କଥା କଣ ହେଇଥିବ କହିଲେ ତାମାନେ ତୁମେ ଜମା ମରିବନି ତୁମର କିଛି ନଷ୍ଟ ହବ ମରଣର ଭୟ କଟିଯିବ ଏଇ ଶବ୍ଦରେ ମରଣର ଭୟ କଟିଯିବ ତୁମେ ମରିବନି ତୁମର ଲୀନ ନାହିଁ ତୁମେ ଏବେ ଯା ସେବେ ବି ସେୟା କେବେ ବି ସେୟା କେବେ ବି ସେୟା କେବେ ଥିଲ ସେୟା ଏବେ ବି ଅଛ ପ୍ରେଜେଣ୍ଟ କଣ୍ଡିସନ ମରିଗଲା ପରେ ବି ସେୟା ରହିବ ତୁମର ସ୍ଥିତି କେବେ ନଷ୍ଟ ହବ ତାମାନେ ତୁମ ପାଖରେ କୋଟି ଟଙ୍କା ଅଛି ତୁମେ ଜାଣିନ ଅଛି ବୋଲି ଜଣେ ମହାପୁରୁଷ ଆସି ଚିହ୍ନେଇ ଦେଲେ କୋଟି ଟଙ୍କା ଅଛି ବୋଲି ଦେଖେଇଦେଲେ ତୁମ ଘରେ ଅଛି ତୁମେ କେତେ ଆନନ୍ଦିତ ନ ହେବ କୁହ ଆରେ ମୁଁ ତ ଜାଣିପାରୁନଥିଲି ସେମିତି ତୁମେ କେବେ ଚିନ୍ତା କରିନ ମୁଁ ମରିଗଲା ପରେ ବି ରହୁଛି 100% ଜୀବିତ ରହୁଛି ନଷ୍ଟ ନାହିଁ ଏଇ ମାମୁଁ ମରିଗଲେ ପୁଣି ଆମେ କଣ୍ଟାକ୍ଟ କରିଥିଲୁ କହିଲେ ଯାଇନ କି ନା ହଁ ଯିବି ତ ଆଉ ରହିଛି ଯିବି ଦେଖିବା ଆଉ ତା ଅର୍ଥ କଣ ସେ ଏବେ ବି ଅଛନ୍ତି ମରିଗଲା ପରେ ବି ତୁମର କିଛି ନଷ୍ଟ ହବନି କେବଳ ଶରୀର ନଷ୍ଟ ହେଇଛି ଆଉ ପୂର୍ଣ୍ଣ କଳାର ଶରୀର ତୁମ ଭିତରେ ଅଛି ତୁମେ ଦେଖିପାରିବ ବୁଲିପାରିବ ଅନୁଭବ କରିପାରିବ ତେଣୁ ଆଜିର ଏଇ ଯୋଉ ସତ୍ସଙ୍ଗ ତୁମକୁ ପୁନର୍ଜନ୍ମ ର ଯୋଉ ଲସ୍ ଥିଲା ତୁମେ ଭାବୁଥିଲ ମୁଁ ନଷ୍ଟ ହେଇଯିବି କିଛି ରହିବନି ତୁମେ ସବୁ ରହିବ ତୁମ ଭିତରେ ସେ ଜ୍ଞାନ ତ ମିଳିଲା ଆଜି ତୁମକୁ ନିଶ୍ଚିନ୍ତ ହେଇଯାଅ ତେଣୁ ସେଠି ଯାଇ କଣ କରିବ ପୁଣି ଆସିବ ଏଠିକି ପୁଣି ଯିବ ଏମିତି କେତେଥର ହେଲାଣି
ତେଣୁ ଯୋଉ କାମ ପାଇଁ ଆସୁଛ ଭୁଲି ଯାଉଛ କାହିଁକି? ଯୋଗ କରିବା ପାଇଁ ଆସୁଛ, ନିଜର ପରିଚୟ ସନ୍ଧାନରେ ଆସୁଛ, କିନ୍ତୁ ଭୁଲି ଯାଉଛ। ତେଣୁ ସେ ପରିଚୟର ସନ୍ଧାନରେ ଖୋଜ, ଦିନ ରାତି ଲାଗି ପଡ, ଦିନ ରାତି ଅହର୍ନିଶି। ଦେଖିବ ତୁମର ହାତ ପାଆନ୍ତାକ ପଳେଇ ଆସିବ, ହାତ ମୁଠାରେ ରହିଯିବ ତମ କାର୍ଯ୍ୟ ଗୁଡାକ। ସେତେବେଳେ ତୁମର ଯୋଉ ବାହ୍ୟ କାର୍ଯ୍ୟ କହୁଛ, ବାହ୍ୟ କାର୍ଯ୍ୟ ଅଟୋମେଟିକ ଫ୍ଲୋ ହେଇଯିବ, ଅଟୋମେଟିକ ହେଇଯିବ। ବ୍ରହ୍ମାଣ୍ଡର କାର୍ଯ୍ୟଟା ପିଣ୍ଡରେ ରହିଛି, ପିଣ୍ଡ ଯାହା ଚାହିଁବ ସେଇଟା ହେଇଯିବ। ଆଗେ ସାଧନ କର, ସାଧନରେ ସବୁ କିଛି ରହିଛି, ସାଧନରେ ତୁମର ଦିନଚର୍ଯ୍ୟା ରହିଛି, ପିଣ୍ଡ ବ୍ରହ୍ମାଣ୍ଡର କାର୍ଯ୍ୟ ରହିଛି। ଅନୁଭବର କଥା ସବୁ, ଅନୁଭବୀ ହେଲେ କିଛି କିଛି କାର୍ଯ୍ୟର ଅନୁଭବ କରି ଶିଖିଲେ ତୁମେ ସେଇଟାକୁ ତ୍ୱରାନ୍ୱିତ କରିବ, ତୁମେ ସେଇଟାକୁ ଆଗକୁ ଆଗକୁ ନେଇ ଚାଲିବ। ଆଜିର ପ୍ରସଙ୍ଗ ମୁଁ ତ ବହି ଖୋଲିକି ରଖିଥିଲି ପଢ଼ିବା ପାଇଁ, ଇଏ ତ ଆଉ ଗୋଟେ ପ୍ରସଙ୍ଗ ଭିତରକୁ ଆମେ ପଶି ଆସିଲେ। ଯାହା ହଉ ସମୟ ଅତିକ୍ରାନ୍ତ, 1:30 1:30 ପାଖାପାଖି ହେଇଗଲାଣି। ଆଉ କେବେ ବି କହିବିନି, ଆଉ ଲମ୍ବିବାନି। ହୁଏତ କିଏ ମତାମତ ଦେବେ, ଯିଏ ମତାମତ ଦେବେ ଅତି କମରେ ଏବଂ 1 ମିନିଟ୍ ଭିତରେ ଦିଅନ୍ତୁ। କୁହନ୍ତୁ କିଏ କହିବେ? ଏ ସବୁ ସ୍ଥିର ଅଛନ୍ତି କି? କୁହନ୍ତୁ କିଏ କହିବେ ଯଦି। ଏଇ ଆଜିର ସତ୍ସଙ୍ଗ କଣ କେମିତି ଲାଗିଲା? ଆଉ ଗୁରୁଜୀ ପ୍ରଣାମ। ଲିପୁରାଜ କହୁଥିଲି ଗଞ୍ଜାମରୁ। ହଁ ଲିପୁରାଜ। ଏଇ ତ ଆଜି ଗୋଟେ ଛୋଟିଆ ଜିନିଷ ଯୋଉ ସେ ଭାଇ ନେଇକି ଆଜି ଇଏ କରୁଥିଲେ, ଯୋଉ ଯୋଗସ୍ୟ କୁରୁ କର୍ମାଣି ସଂଘାତେ ଧନଞ୍ଜୟ, ଏ ତ ଗୋଟେ ଟପିକ କି ପଳେଇଲା। ଆଉ ଏଇ ଟପିକ ଭିତରେ ବହୁତ ଅନୁଭୂତି ଜିନିଷ ମଧ୍ୟ ଆପଣଙ୍କର ଆସିଲା ଦିନଚର୍ଯ୍ୟା ପାଇଁ। ଆଉ ସବୁବେଳେ ଯେ ଆମେ ରହୁଛେ ଯେ ମୃତ୍ୟୁର ଭୟ ଯୋଉ ଆମ ପାଖରେ ଆଉ ରହିବନି, ଯେ ମୁଁ ସବୁବେଳେ ଅଛି, ମଲା ପରେ ମଧ୍ୟ ମୁଁ ରହୁଛି, ଏବେ ମଧ୍ୟ ଅଛି, କେବଳ ଶରୀର ନଷ୍ଟ ହବ। ଆଉ ଦିନଚର୍ଯ୍ୟାର ବହୁତ କିଛି ଜିନିଷ ମଧ୍ୟ ଏ ଗୋଟେ ଟପିକ, ଯାହା ହଉ ବହୁତ ଗୋଟେ ଟପିକ ହେଲା, ବହୁତ ଶିଖିବା ଆଉ ଜାଣିବା ଜିନିଷ ଆଜି ଏଇ ସତ୍ସଙ୍ଗରୁ ମିଳିଲା। ଏ ଗୋଟେ ବିଷୟ ହେଇଗଲା। ଆଉ ଟପିକ ନେଇକି କଣ ଆପଣ ଆରମ୍ଭ କରିବେ ବୋଲି ଯାହା ଥିଲା, ଏ ଭିତରକୁ ପଶି ଇଏ ଗୋଟେ ସତ୍ସଙ୍ଗ ଆଜି ହେଇଗଲା। ଆ ଭିତରୁ ମଧ୍ୟ ବହୁତ ଆଲୋଚନା ଆଉ ଶିକ୍ଷଣୀୟ ଯୋଉ ଜିନିଷ, ସମସ୍ତଙ୍କର ଯୋଉ ଅନୁଭୂତି ଯୋଉ ଯାହା ଆସିଲା, ସବୁ କିଛି ଶିକ୍ଷଣୀୟ ଆଉ ଜାଣିବା ଜିନିଷ। ଆଉ ଏତିକି ବହୁତ କାମରେ ଲାଗିବ, ଏଇ ଜିନିଷ ମଧ୍ୟ ସବୁବେଳେ କାମରେ ଲାଗିବ ବୋଲି ମୁଁ ଏଇ ଜିନିଷଟାକୁ ଉପଲବ୍ଧି କରି ବାସ୍ ଏତିକି କହି ପ୍ରଣାମ। ହଉ, ଧନ୍ୟବାଦ। ତୁମର ଯୋଉ ନଲେଜ ଯୋଉ ଗ୍ରହଣ କଲ ଆଜିର ଯୋଉ ସତ୍ସଙ୍ଗରେ, ଏଇଟା ନିଶ୍ଚିନ୍ତ ତୁମକୁ ବହୁତ ଉନ୍ନତି ଆଡକୁ ନେଇଯିବ। ଏଇ ନଲେଜ ବହୁତ ବଡ ନଲେଜ, ଗୋଟେ ମଲା ପରେ ବି ତୁମେ ରହୁଛ। ଆଉ କିଏ କହିବେ କୁହନ୍ତୁ, ଖୋଲିଦେମି। ହଁ ପ୍ରତ୍ୟେକ ଥର ସତ୍ସଙ୍ଗରେ କିଛି କିଛି ନୂଆ କହନ୍ତି। ଆଜି ସାର୍ ବହୁତ ଭଲ ଲାଗିଲା, ସତ୍ୟ ବିଷୟରେ କହିଲେ। ଆଉ ସାର୍ ଆପଣ ଗଳ୍ପ ବି ସୁନ୍ଦର ସୁନ୍ଦର ଗଳ୍ପ ଦୁଇଟା କହିଲେ ଉଦାହରଣ ମାଧ୍ୟମରେ। ତାପରେ ଆଜିକାଲିର ଯେମିତି ସମୟରେ ଭାଇମାନଙ୍କର କଥା ହେଲା, ଆପଣଙ୍କ ବନ୍ଧୁଙ୍କ ସହିତ ଆପଣ କଣ କରିଥିଲେ ବା ତାଙ୍କର ସତ୍ୟତା, ମତେ ସେଇଟା ବହୁତ ଭଲ ଲାଗିଲା। ଆଉ ଜମ ନିୟମ ବିଷୟରେ କହିଲେ। ଆଉ ସାର୍ ବହୁତ ଭଲ ଲାଗିଛି। ଆଜିର ସତ୍ସଙ୍ଗ ବି ତ ବହୁତ ଭଲ ହେଇଛି, ବହୁତ ନୂଆ ନୂଆ କଥା ଶିଖିପାରିବି। ଆଉ ଏଇ ତ ଶନିବାର ରବିବାର ମୋ ପାଇଁ ତ ଯେବେଠୁ ସତ୍ସଙ୍ଗରେ ରହିଲେଣି, କଣ କହିବି, ଭାଷାରେ କହିପାରୁନି। କଣ ମୁଁ କେତେ ଖୁସି ଫିଲ୍ କରୁଥିଲି ଯେ ନିଜେ
ଦେହ କଣ କହିବେ ଯେତିକି କହିବି ଯେତିକି ଜ୍ଞାନ ଦେଲେ ସେ ଜ୍ଞାନକୁ ଖାଲି ଆମେ ଯଦି ମନେ ପକାଇ ଆଗକୁ ଚାଲିବୁ ଆମ ପାଇଁ ବହୁତ ଭଲ ହେବ, ଆଗକୁ ଭଲରେ ବଢିପାରିବା। ଜୟଜୀବୀ ତୁମର ପୁଙ୍ଖାନୁପୁଙ୍ଖ ଆଲୋଚନା କଲ, ଯେଉଁ କଥା ମୁଁ ସବୁ କହିଲି ତାକୁ ଗୋଟିଏ ଗୋଟିଏ ପୁଣି ଆଣି ରଖିଲ ସମସ୍ତଙ୍କ ସମ୍ମୁଖରେ, ମନେ ପକାଇଦେଲ ସମସ୍ତଙ୍କୁ, ସେଥିପାଇଁ ଧନ୍ୟବାଦ। ଆଉ କିଏ କହିବେ? ବାବା ଜୟଜୀ ଅଳ୍ପ ସମୟରେ କୁହନ୍ତୁ। ଗୁରୁମା ମୋର ଅନନ୍ତ କୋଟି ପ୍ରଣାମ। ଗୁରୁ ବାବାଙ୍କର ପାଦ ତଳେ ମୋର ଧନ୍ୟବାଦ। ଆଜି ରବୀନ୍ଦ୍ର ଭାବନା ବିଷୟରେ ଯୋଉ କମେଣ୍ଟ ଦେଲେ ବହୁତ ଗଭୀରତମ କମେଣ୍ଟ, ତାହା ଈଶ୍ୱରଙ୍କର ଯୋଉ 6ଟା ଐଶ୍ୱର୍ଯ୍ୟ ଅଛି ସେଇ 6ଟା ଐଶ୍ୱର୍ଯ୍ୟ 6 ପଦରେ କେମିତି ଏଇ ସୁଭାବନା ଯୋଉ ଆଜି ବିଷୟରେ ଆଲୋଚନା କରାଯାଇଛି ବା ଛଡା ଯାଇଛି, କେମିତି এই 6টা ঐশ্বর্য তার ভিতরে লুচি রয়েছে তার ଟିକେ କହିଲେ সেটা খুব ଭଲ ଲାଗିଲା। ତାଙ୍କର ଯୋଉ ଦର୍ଶନ ଥିଲା 2ୟ ଅଧ୍ୟାୟ 48 ଶ୍ଲୋକ, ଯୁଗସ୍ଥ ଗୁରୁ କର୍ମାଣି ସଙ୍ଗତ୍ୟକ୍ତ୍ୱା ଧନଞ୍ଜୟ, এই তার উপরে ଯୋଉ ଆଲୋଚନା କରାଗଲା ସମଭୂତ ସମତ୍ଵ ଯୋଗ ଉଚ୍ୟତେ, ଯୋଗର ଗୋଟେ ଡେଫିନେସନ ଆମେ ପାଇଲେ, ଇଏ ଗୋଟେ ନୂଆ ଡେଫିନେସନ ଯୋଗର ଆମେ ପାଇଲେ। ଆଉ ତା ପୂର୍ବ ଶ୍ଲୋକଟା ଲେଖା ଯେ କର୍ମଣ୍ୟ ବାଧିକାରସ୍ତୁ ମା ଫଳେଷୁ ପଦାର୍ଥ ନାହିଁ, ଲିଙ୍କ ରହିଛି 47 ସହିତ 48 ସହିତ 49 ଲିଙ୍କ ରହିଛି। ଆଉ ଏଇ ଯୋଉ କର୍ମ ଯୋଗ କର୍ମକୁ ଶ୍ରେଷ୍ଠ କର୍ମ ବୋଲି ଧରିବା, ଆଉ ଆମର ଆମ ଭିତରେ ଯୋଉ ଇନ୍ଦ୍ରିୟ ଜନିତ କର୍ମ ଚାଲିଛି ସେଇ କର୍ମ ଗୁଡାକ ତାକୁ ତ୍ୟାଗ କରିବା ନାହିଁ, ତଥା ସେ କର୍ମ ଚାଲିବ। ଆଉ ଯୋଉ ନିତ୍ୟ ନୈମିତ୍ତିକ କର୍ମ ଗୁଡାକ ଚାଲିଛି ସାଂସାରିକ କର୍ମ ତା ଭିତରେ ଚାଲିବ, କିନ୍ତୁ ସେ ଅଟୋମେଟିକାଲି ବନ୍ଦ ହେଇଯିବ କେତେବେଳେ, ଯେତେବେଳେ ପ୍ରାଣାୟାମ ସ୍ତରରେ ପହଞ୍ଚିବ। ଆଉ ସମାନ ବାୟୁ ଆଉ ପ୍ରାଣ ବାୟୁ ଆଉ ସମାନ ବାୟୁ ଯେତେବେଳେ ସ୍ଥିର ହେଇଯିବ, ସେତିକିବେଳେ ତାର ଯେତେବେଳେ ପହଞ୍ଚିବ ତା କର୍ମର ସମାପ୍ତ ହେଇଯିବ। ଏ କଥାକୁ ବିସ୍ତାରିତ ଭାବରେ ଆପଣ ବୁଝେଇଲେ। ଆହୁରି ଅନେକ କଥା କିଛି ମୁଁ ଅନୁଭବ ସୂତ୍ରରେ ଆଣୁଛି, କିନ୍ତୁ ମୋର ଅଳ୍ପ ସମୟ ଥିବାରୁ ମୁଁ ତାକୁ ବ୍ୟକ୍ତ କରିପାରୁନାହିଁ। ଆଉ ଅନେକ କିଛି ଅଛି। ଯାହା ମୁଁ ବାବାଙ୍କୁ କୋଟି କୋଟି ନମସ୍କାର କରି, ମାଙ୍କୁ ମୋର 7 କୋଟି ପ୍ରଣାମ ଜଣାଇ, ମୋର ମୁନିମତି ଭାଇମାନେ ଯୋଉମାନେ ପ୍ରଶ୍ନ କରିଥିଲେ ତାଙ୍କୁ ମଧ୍ୟ ପ୍ରଣିପାତ କରି ମୁଁ ଏଠି ଛୋଟିଆ ବକ୍ତବ୍ୟକୁ ମୁଁ ସାଙ୍ଗ କରୁଛି। ଏତିକି ରହୁଛି। ସପ୍ତମ ଜୟଜୀ ମା, କୋଟି କୋଟି ନମସ୍କାର, ରହିଲି ଆଜ୍ଞା। ବହୁତ କଥା କହିଲେ, ଆମର ଯେଉଁ ସତ୍ସଙ୍ଗର କଥା ବହୁତ ମନେ ପକେଇକିରି ସବୁ ଜଣ ସୂଚନା ଦେଲେ। ତେବେ ଯାହା ଏଠି ଆଜି ରଖିଲେ ବହୁତ ସାରଗରଫ କଥା, ଧନ୍ୟବାଦ ସେଥିପାଇଁ। ଆଉ ଏମିତି ମତାମତ ରଖନ୍ତୁ। ଆଚ୍ଛା, ପୁଣି ଆଉ କିଏ କହିବେ କି? ନେକ୍ସଟ କିଏ କହୁଥିଲେ କୁହନ୍ତୁ। ବାବା ପ୍ରଣାମ, ମା ପ୍ରଣାମ। ପ୍ରଣାମ। ଭଦ୍ରକ ବାସୁଦେବପୁର ସୁମତି କହୁଛି ବାବା। ଯଦି ଆମେ ଏଇଭଳିଆ ପ୍ରକାର ଯଦି ସତ୍ସଙ୍ଗରେ ଆମେ ସାମିଲ ହବା, ବାବାଙ୍କର ନୀତିବାଣୀକୁ ଆମେ ଶୁଣିବା, ତାହେଲେ ଆହୁରି ଉଚ୍ଚ କୋଟିକି ଆମର ସମାଜ ଧୀରେ ଧୀରେ ଆନୁଗତ୍ୟ ହେଇଯିବ ଯୋଗ ମାଧ୍ୟମ। ଆଉ ଯୋଗ କଥା କହିଲେ, ଯୋଗ ତ ଆମେ ଜାଣିନୁ, ଧ୍ୟାନ ତ ଜାଣିନୁ, ତଥାପି ବାବାଙ୍କ ସହିତ କନେକ୍ସନ ରଖିଛୁ। କୋଉଦିନ ସେଇଟା ପ୍ରାପ୍ତ ହବ ମୁଁ ଜାଣିନି, ତଥାପି ମୁଁ ତାର ହଉ ଭାଗବତର ହଉ ଶୁଣୁଛି ଯେ ଯୋଗଟା ହେଲା ସବୁଠାରୁ ଶ୍ରେଷ୍ଠ। ଆଉ ତାକୁ ଐକ୍ୟ ଭାବ ନେଇକି ଯଦି କରାଯିବ, ନିଶ୍ଚିତ ଜଣେ ଶକ୍ତିଶାଳୀ ହବ।
निश्चय तार जी शक्ति अच्छी तार ज्ञान अच्छी भंडार अच्छी सबू अच्छी आम जान नु बाबा से ताला को चाबी काट दे खोली देले आम धीरे धीरे से सब कथा बुझी पारछु जानी पारछु धीरे धीरे दे परिवार एगुड़ा धीरे धीरे चलो ताने निश्चित गोटे समाज गोटे जोग आश्रम परिवर्ते गोटे पृथ्वी हो गोटे जोग पृथ्वी हो कही या बुझी या जानी समस्त भाई भौणी मोर जो रही सत्यर अनुसंधान कर जग नहीं शक्तिशाली हवाई चाहती से भी शक्तिशाली हूँ आगू जातु मुझे जाऊँ बाबा नीतिवाणी को प्रति मुहूर्त मन पकई गोटे गोटे कार्य लगे लगे जापर कौन हम आशीर्वाद बाबा मुझे जाने ये कही रखुच प्रणाम माँ प्रणाम धन्यवाद सत्यर कथा आलोचना कले सुंदर लगिला तेज आउ किए कहे कि नल रखा प्रणाम गुरुजी प्रणाम गुरु प्रणाम प्रणाम ओ कविता जयपुर कोरापुट कहूँ आज गीत भी बहुत बहुत बढ़िया बेसी भावपूर्ण गीत और आज सत्संग भी साधना आम केमती आग को छाड़बार अच्छे साधना प्रत्येक काम प्रत्येक कथार केमी सत्यवादिता आसो सेटा भल कर बुझेले समस्त को सब भाग्य सब समस्ते जानूँ मात्र आपण गोटे गोटे पद खुला खुला करके कहते सेटा बेसी पसंद लगुच गुरुजी बेसी धन्य मन कर आज बहुत बहुत बढ़िया लगे जय जय प्रणाम गुरुजी धन्यवाद आकुर स्टोरी कहले आकुर स्टोरी कहले दुईटा भाई पुओ को जमार सब तार भी केते सत्य तो आम जीवन प्रत्येक काम केते इलेक्ट्रिक रही अच्छे सत्यवादिता भल चाहवाई भल करने जान और कर्तव्य कर्म कर कर्तव्य कर्म केमती करवा सत्य केमती करवा सब जन मोर टिके ओडिया भक्त जय जय प्रणाम गुरुजी बुझी हो तुम कथा ओडिया भी बुझी हो धन्यवाद तुम बहुमूल्य मत रखिल एठी अल्प समय बहुत कथा कहल से धन्यवाद जे सत्संग मन दे शुणुचंती पुणी कहउचंती जना पड़ुची केते तुम केते आग्रह सहित शुणुच तेबे आउ किए कहबे कि हो एठी रखिबा समय हो गला समस्ते आम कथा को धीर स्थिर चित्त शुणी सुजोग देइचंती कहया पई मत रखिचंती समस्त धन्यवाद जय 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 जय।